गुरुर्ब्रह्मा गुरुर्विष्णु गुरुर्देव महेश्वर गुरु साक्षात् परं ब्रह्म तस्मै श्री गुरवे नमः। ॐ सहना भवतु सहनौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। असतो मा सद्गमय तमसो मा ज्योतिर्गमय मृत्युर्मा मृतं गमय। मातृदेवो भव पितृदेवो भव आचार्यदेवो भव अतिथिदेवो भव सर्वं देवो भव। चित्तस्य शुद्धये कर्म न तु वस्तु उपलभ्यते वस्तु सिद्धिर्विचारेण न किञ्चित् कर्म कोटिः। नित्यो नित्यानां चेतनाश्चेतनानाम् एको नाम यो विदिधाति कामान् तमात्मस्थं येन पश्यन्ति धीरा तेषां शान्तिः शाश्वती नेतरेषां मनसैवानुद्रष्टव्यं नेह नानास्ति किञ्चन। मृत्युमाप्नोति ययमानेव पश्यति। भिद्यते हृदयग्रन्थि छिद्यन्ते सर्वसंशया क्षीयन्ते चस्य कर्माणि तस्मिन् दृष्टे परावरे। अपाणिपादो यवनो गृहीता चक्षुश्रवणात्यकर्म स वेत्ति वेद्यं न च तस्यास्ति वेत्ता तमाहुरग्रह्यं पुरुषं महान्तं। यस्य देवे पराभक्ति यथा देवे तथा गुरु तस्य ते कथिता ह्यर्था प्रकाशन्ते महात्मनः। ज्ञानामृतेन तृप्तस्य कृतस्य योगिनः नैवास्ति किञ्चित् कर्तव्यम् अस्ति चेतनसः तत्त्ववित्। यचक्षुषा न पश्यति येन चक्षुंसि पश्यति तदैव ब्रह्मत्वं विद्धि नेदं यदिदम् उपासते। तोरा जीवन रे जीव फूल फुटी गुरु चरण रे मन जारे लोटी। तोरा जीवन रे जीव फूल फुटी ଯେଉଁ ଦେହରେ ଢାଳିଛୁ ତୋର ମତି ଦିନେ ଆଣି ଦେବ ସିଏ ନିଜ ଗତି। ছাড়ি
দে ভিড়ি ধর গুরু বচনকু মিছ কল্পনা কর দেরে কাটি তোর জীবନରେ জীব ফুল ফুটি ଯେଉଁ ମୁକୁ କରିଛୁ ତୁ ଜପା ମାଳି ସେହି ମୁକିଏ ପାରିଛୁ କି ଭାଳି ମୋ ଜୀବର ଜୀବନ ମହାଜ୍ୟୋତି ଖଣ୍ଡ ଶାନ୍ତିର ପୁଣ୍ୟ ଗତି ଆଜି ଅଜ୍ଞାନେ ମୁଁ ହୁଏ ଧୂଳି ମାଟି ଗୁରୁ ଚରଣରେ ମନ ଯାରେ ଲୋଟି କେବେ ନାହିଁ ଅନିତ୍ୟରେ ନିତ୍ୟ ସୁଖ ଭଜେ ଜଳକୁ ଯେ ସିଏ ପାଏ ଦୁଃଖ ନିଜେ ଚୈତନ୍ୟ ସ୍ୱରୂପ ହୋଇ ତୁହି ତୋର ଚେତନାରେ ସୃଷ୍ଟି ଆଭାସଇ শ্রুতি কহে জ্ঞান বিনা নাহি গতি তোর জীবନରେ জীব ফুল ফুটি খালি করম জালরে বান্ধি হই জন্ম মরণ ভোগুছু দেহ বহি নিত্য লীলা কুতু চাহা আখি মেলি তোর
ଜାଣି ରଖ ତୁ ସବୁର ଦ୍ରଷ୍ଟା ସାକ୍ଷୀ। ତୋର ଜୀବନରେ ଜୀବ ଫୁଲ ଫୁଟି। ଗୁରୁ ଚରଣରେ ମନ ଚାରେ ଲୋଟି। ତୋର ଜୀବନରେ ଜୀବ ଫୁଲ ଫୁଟି। ନିଜକୁ ଜୀବିତ ଅଛୁ ବୋଲି ଭାବୁଛୁ, କିନ୍ତୁ ଆମର ଆଚରଣ, ଆମର ବ୍ୟବହାର, ଆମେ ଯେଉଁ ଢଙ୍ଗରେ ବଞ୍ଚୁଛୁ ସେଠି ଜୀବିତର ସନ୍ଧାନ ମୋଟେ ନାହିଁ। ଜୀବନ ଯେଉଁଠି ଅଛି, ଇଏ ପରମାତ୍ମା ଭାବରେ ତାକୁ କେଉଁ ଢଙ୍ଗରେ ମଣିଷ ପରିକଳ୍ପନା ସବୁ କରିଛି, ଅସଲି ଜୀବିତର ଲକ୍ଷଣ ଆମେ ଜାଣିପାରୁନୁ। ଯିଏ ଜୀବିତ ଥିବ ତା ଜୀବନ ଭିତରେ ଯେଉଁ ସୌନ୍ଦର୍ଯ୍ୟ ପ୍ରକାଶିତ ହେବ, ଯେଉଁ ଶାନ୍ତି ପ୍ରକାଶିତ ହେବ, ଯେଉଁ ଆନନ୍ଦ ପ୍ରକାଶିତ ହେବ, ତାକୁ ଭାଷାରେ କେହି ବର୍ଣ୍ଣନା କରିପାରିବେ କେହି ନାହିଁ। ବର୍ଣ୍ଣନା କରିପାରିବ ଯେ ଆନନ୍ଦ ଶାନ୍ତି ଏସବୁ କେଉଁଠି ଅଛି। ଆମର ଯେଉଁ ପ୍ରକାର ଶାସ୍ତ୍ରମାନେ ଯେଉଁ ପ୍ରକାର ଆମକୁ ଏ ଦିବ୍ୟତା ଆଡ଼କୁ ନେବା ପାଇଁ ଯେଉଁ ବିଚାର ସବୁ ଦେଇଛନ୍ତି, ସେମାନଙ୍କ ଲକ୍ଷ୍ୟ କେବଳ ହେଉଛି ଏ ମନୁଷ୍ୟଟା ବୁଝିପାରିନି କେତେ ବର୍ଷ ପାଇଁ ସଂସାରକୁ ସେ ଆସିଛି, କୌଣସି ପରିସ୍ଥିତିରେ କିଛି ଅସୁବିଧା ଯଦି ତାକୁ ହେଇଯାଉଛି, ତାକୁ ହିଁ ନେଇକି ସେ ଜୀବନ ବିତେଇ ଦେଉଛି। ଘଟଣା ଘଟି ଚାଲିଛି, ଦୃଶ୍ୟ ଦେଖେଇ ଚାଲିଛି, ମଣିଷ ଚାଲିଛି, କିନ୍ତୁ ସେ ଦୃଶ୍ୟକୁ ସେ ଭାବୁଛି ମୋର ସର୍ବସ୍ୱ। ଏବଂ ଦୃଶ୍ୟ ପ୍ରତି ତାର ଏଭଳି ଭାବରେ ଆକର୍ଷଣ, ସେ ଦୃଶ୍ୟ ସହିତ ତାର ଏଭଳି ଭାବରେ ସଂଲଗ୍ନ ହେଇକି ଯୋଡ଼ି ହେଇକି ରହିଛି, ସେ ଜୀବନକୁ ଏକ ବସ୍ତୁ ବୋଲି ଭାବି ଦେଇ ସାରିଲା। ଆମକୁ ଟିକେ ସାବଧାନ, ଆମ ବିଦ୍ୟା ତ ସେଇଆ ନା, ବ୍ରହ୍ମ ବିଦ୍ୟା ଇଏ ହେଉଛି ଏଭଳି ଏକ ବିଦ୍ୟା, ଏଠି ଜଡ଼ତାକୁ ଆମକୁ ଭିତରୁ ବାହାର କରିବା ପାଇଁ ପଡ଼ିବ। ସା ବିଦ୍ୟା ଯାହା ବିମୁକ୍ତ ହେ। ସେଥିପାଇଁ ଆମେ ସରସ୍ୱତୀଙ୍କୁ ବନ୍ଦନା କଲା ବେଳକୁ ନିଃଶେଷ ଜାଡ୍ୟାପା ବୋଲି କହୁଛୁ ଲାଷ୍ଟକୁ। ଯିଏ ଆମ ଭିତରୁ ଜଡ଼ତାକୁ ଅପହରଣ କରିନିଏ ଯେଉଁ ଶକ୍ତିଟା, ସେଇ ଶକ୍ତିର ନାମ ହେଉଛି ଜ୍ଞାନ। ଯାହା ସରସ୍ୱତୀ ହିସାବରେ ଯାହାକୁ ଆମେ ବନ୍ଦନା କରୁଛୁ, ସେ ସରସ୍ୱତୀଙ୍କର ନା ବନ୍ଦନାର ଅର୍ଥ ଆମେ ବୁଝୁ, ନା ସରସ୍ୱତୀର ସ୍ଥିତିଟା ଆମେ ବୁଝୁ, ସରସ୍ୱତୀର ସ୍ୱରୂପଟା ଆମେ ବୁଝୁ, ନା ପରିଚୟ ସମ୍ପର୍କରେ ଆମ ଧାରଣା ଅଛି। ସେଇଟା ନଥିବା ଯୋଗୁଁ ଯେଉଁ ଦିବ୍ୟତାଟା ମନୁଷ୍ୟ ଭିତରେ ଅଙ୍କୁରିତ ହେବା କଥା, ପ୍ରକାଶ ପାଇବା କଥା, ଯଦି ସେ ଦିବ୍ୟତାଟା ପ୍ରକାଶ ନ ପାଉଛି, ଗଲା ଏଇ ଜୀବନ ବର୍ବାଦ ହେଇଗଲା। କରୋନା ଆମକୁ ଖାଇନି, ଆମକୁ ଖାଇଛି ଯଦି ଆମ ସମଗ୍ର ଜୀବନକୁ ଅଜ୍ଞତା ହିଁ ଖାଇଛି। ନ ଜାଣିପାରିବା ହେଉଛି ଆମର ସବୁଠାରୁ ବଡ଼ ଦୁର୍ଗତି। ଆମେ ଜାଣିପାରୁନୁ, ନ ଜାଣିପାରିକି ଆମେ ବହୁତ କଥା କହୁଛୁ, ବହୁତ ଜିନିଷ ଚିନ୍ତା କରୁଛୁ, ବହୁତ ଜିନିଷ ଭାବୁଛୁ। ସେଇଥିପାଇଁ ସନ୍ଥଙ୍କ ପାଖକୁ ଯେତେବେଳେ ଆମେ ଯାଉ, ମହାପୁରୁଷମାନଙ୍କ ପାଖକୁ ଯାଉ, ସେମାନଙ୍କର ଭାଷା, ସେମାନଙ୍କର ଭାବ ଏମିତି ଗୋଟେ ଶକ୍ତି ଥାଏ, ସାମର୍ଥ୍ୟ ଥାଏ, ଆମକୁ ଯେମିତିକି ଗୋଟେ ଅଦ୍ଭୁତ ଜଗତକୁ ନେଇକି ଯାଉଛି। ମନେ ହୁଏ ଯେମିତି ଗୋଟେ ମୋ ଜୀବନ ଭିତରେ ଗୋଟେ ନୂଆ ସ୍ପନ୍ଦନ, ନୂଆ ଆଲୋକ, ନୂଆ ପ୍ରତିଭା, ନୂଆ ଜ୍ୟୋତି ଯେମିତି ମୋ ଭିତରେ ପ୍ରକାଶ ପାଉଛି। କହିଲେ ଦେଖିବା, ସମସ୍ତେ ଆମେ ଜିଇଛନ୍ତି, କିନ୍ତୁ ଆମ ଭିତରେ ଏମିତି କୌଣସି ପ୍ରକାର ଜ୍ୟୋତି ପ୍ରକାଶମାନ ହେଉଛି କି ଯେଉଁ ଜ୍ୟୋତିରେ ଆଉ ଜଣେ ଆଲୋକିତ ହେଇପାରୁଛି। ମୋ ଜ୍ୟୋତି ଯଦି ମୋ ଭିତରେ ଏତେ ପ୍ରଖର ଭାବରେ ଅଛି, ଏତେ ଦିବ୍ୟତା ମୋ ପାଖରେ ଅଛି, ତାହେଲେ ମୋର ସ୍ୱରୂପ ପାଇସାରିଲା ପରେ ମୁଁ ଯାହା ସାଙ୍ଗରେ ମିଶୁଛି, ଯାହା ସାଙ୍ଗରେ ବ୍ୟବହାର କରୁଛି, ତା ଭିତରେ ଏକ ଆନନ୍ଦର ଲହର ଖେଳିପାରୁଛି କି? ଯଦି ଅନ୍ୟ ଜଣେ ସେଇ ପ୍ରକାର ଆନନ୍ଦ ଆଉ ତୃପ୍ତି ପାଇପାରୁନି, ତାହେଲେ ମୋ ବିଦ୍ୟା କି ବିଦ୍ୟା ହେଇଯିବ? ଯେଉଁ ବିଦ୍ୟା ଅନ୍ୟ ଭିତରେ ଆନନ୍ଦର ଲହର ଛୁଟେଇ ପାରୁନି, ସେ ବିଦ୍ୟାର ମାନେ କ'ଣ?
ତେଣୁ ଆମେ ଯେଉଁ ସଂସାରରେ ବଞ୍ଚିଛୁ ଖାଲି ଧା ମା ହେଇକି ତୁ ମୋ ଦେବୁ ମୁଁ ତୋତେ ଦେବି, ତୁ ମୋର କ'ଣ ପାଇଲୁ ମୁଁ ତୋଠାରୁ କ'ଣ ପାଇଲି, ଏଇ ହିସାବ ପତ୍ରଟା ଆମ ଜୀବନ ବିତି ଯାଉଛି। ଜୀବନର ମଧୁରତା, ଜୀବନର ସ୍ୱରୂପଟା ଆମେ ବୁଝିପାରୁନାହୁଁ। ଯେତେବେଳେ ଆମେ ବୁଝିପାରୁନୁ ଜୀବନର ସ୍ୱରୂପଟା କ'ଣ, ଆମ ଜୀବନ ବ୍ୟର୍ଥ ହେଇଯାଉଛି, ଆମେ ସେଟାକୁ ଜାଣି ବି ପାରୁନୁ। ଏ ବ୍ୟର୍ଥ ବାଟକୁ ଆମକୁ ଜଗିବା ପାଇଁ ପଡ଼ିବ, ସାବଧାନ ହେବା ପାଇଁ ପଡ଼ିବ। କ'ଣ ସେଟା? ତାକୁ ଆମର ଶାସ୍ତ୍ରମାନେ ଆମକୁ ସନ୍ଦେଶ ଦେଇ କହୁଛନ୍ତି ଜାଗ୍ରତ ରୁହ, ଜାଗ୍ରତ ରୁହ, ଜାଗ୍ରତ ରୁହ। ଆମେ କ'ଣ ଜାଗ୍ରତ ନାହୁଁ? ଆମ ଆଖି ଦେଖୁଛି, କାନ ଶୁଣୁଛି, ନାକ ଶୁଙ୍ଘୁଛି, ସବୁ ପ୍ରକାର ଜୀବ ଚାଖୁଛି, ଆଉ ଜାଗ୍ରତ ନାହୁଁ କେମିତି? ଜୀବ ଖଟା ମିଠା କହୁନି କାରଣ ଜାଗ୍ରତ ନାହୁଁ। ଆରେ ତାକୁ ଜାଗ୍ରତ କୁହାଯାଏ। ଏ ସମସ୍ତ ଜିନିଷ ଭିତରେ ଯେଉଁ ଯେଉଁ ଜିନିଷ ଇନ୍ଦ୍ରିୟ ମାନେ ଯେଉଁ ଯେଉଁ ପ୍ରକାର କାର୍ଯ୍ୟ କରୁଛନ୍ତି ତାକୁ ଯିଏ ବସିକି ଅନୁଭବ କରୁଛି, ଅନୁଭୂତି କରୁଛି, ତାକୁ ଦେଖାଯାଉନି ତା ଚେହେରା। କିନ୍ତୁ ଯିଏ ଅନୁଭୂତ କରୁଛି ମିଠା ଖଟା ପିତା କଷା ଏସବୁର ଭାବଟା ଯିଏ ଆମ ଭିତରେ ତିଆରି କରୁଛି ତାକୁ ଆମେ ଦେଖିପାରୁନୁ। ସେ କେଉଁଠି କେଉଁଠି ଲୁଚିକି ରହିଯାଉଛି। ଆମ ଶାସ୍ତ୍ର, ଆମର ଗୁରୁମାନେ ଆମକୁ ସବୁବେଳେ କହୁଛନ୍ତି ତମ ଭିତରେ ଯିଏ ଜୀବନ୍ତ ଅଛି, ଯିଏକି ଯିଏ ଅଛି ତାକୁ ଜାଣିଲେ ସିନା ତମେ ଜୀବନ୍ତ ହୁଅନ୍ତ। ଯିଏ ମୂଳ ଜିନିଷଟା ଅଛି ତାକୁ ଜାଣିଲେ ସିନା ତମେ ଜୀବିତ ରହିବ। ତମେ ତାକୁ ଛାଡ଼ି ଦେଇକି ଏଇ ଶରୀର ହେଉଛି ଗୁରୁତ୍ୱପୂର୍ଣ୍ଣ, ଇଏ କେମିତି ଖାଇ ପିଇକି ମସ୍ତିରେ ରହିବ, ତା ସାଙ୍ଗରେ ସମ୍ପର୍କିତ ହେଉଥିବା ବନ୍ଧୁବାନ୍ଧବ, ପ୍ରିୟା ପ୍ରୀତି, କୁଟୁମ୍ବ, ପୁତ୍ର କନ୍ୟା, ଦାସ ଦାସୀ ଏସବୁ ଯୋଡ଼ି ହେଇକି କେମିତି ଗୋଟେ ଖଣ୍ଡ ହେଇକି ରହିଛନ୍ତି। ଦେଖ, ଏମାନେ ତମ ଶୋଷି ନେଉଛନ୍ତି ଆମ ଭିତରେ ଥିବା ସମସ୍ତ ସୌନ୍ଦର୍ଯ୍ୟ ଗୁଡ଼ାକ, ସମସ୍ତ ସୁଗୁଣ ଗୁଡ଼ାକ, ଆଲୋକ ଗୁଡ଼ାକ ନେଇଯାଉଛନ୍ତି। ତାକୁ ଆମେ ବୁଝିପାରୁନୁ। ତେଣୁ ଯେତେବେଳେ ଆମେ ଯାଉ କୌଣସି ସନ୍ତମାନଙ୍କ ପାଖକୁ, ସେ ଆମ ଭିତରେ ଏଇଟା ପ୍ରବେଶ କରିଦିଅନ୍ତି ଏଇ ବୁଦ୍ଧି, ଏଇ ବିଚାର ଯେ ଦେଖ କ'ଣଟା ତମକୁ ସବୁବେଳେ ଜାଗ୍ରତ ହେବା ପାଇଁ ହେଲେ କ'ଣ ଉପାଦାନଟା କ'ଣ। କେଉଁ ଆର୍ଥର ମୁଁ କହୁନଥିଲି କେଉଁ କେଉଁ ଆସନରେ ତମେ ସବୁ ବସିଗଲ ଯେ ତମର ଯୋଗ ସାଧିତ ହେଇଯିବ, ତପସ୍ୟା ହେଇଯିବ, ମୃଗ ଛାଲରେ ବସିଗଲେ ହେଇଯିବ, କି ବ୍ୟାଘ୍ର ଛାଲରେ ବସିଗଲେ ହେଇଯିବ, କି କୁଶ ଆସନରେ ବସିଲେ ହେଇଯିବ। ଏ ଯେଉଁ କୁଶ ଗୁଡ଼ାକ ଆମକୁ ଦିଆହେଇନି କି, କୁଶ ଆସନରେ ବସିଲେ ତମର ଯୋଗଟା ଠିକ୍ ହେବ, ସାଧନା ତପସ୍ୟା ଧ୍ୟାନଟା ପଡ଼େ ଠିକ୍ ହେବ। ଆମର ଯେଉଁ ପ୍ରକାର କର୍ମକାଣ୍ଡରେ ସବୁ ଅଛି ନାହିଁ କି, ଆମର ସବୁ କର୍ମକାଣ୍ଡ କରୁଥିବା ଯେଉଁମାନେ ଅଛନ୍ତି ସେମାନେ ଆମ କହନ୍ତି କୁଶାସନରେ ବସ। ତା ତାତ୍ପର୍ଯ୍ୟ କ'ଣ? କୁଶାସନରେ କାହିଁକି ବସିବା? କୁଶାସନରେ ବସିବାର କାରଣ ହେଉଛି ଏ ଯେଉଁ କୁଶ ଗୁଡ଼ାକ ସବୁ ଥାଏ, ଏ କୁଶ ହେଉଛି ଦୀର୍ଘଜୀବୀ, ସେଟା ମରେନି। କୁଶଟା କୌଣସି ସମୟରେ ମରେନି, ଘାସଟା କେବେ ମରିବନି, କୁଆଡ଼େ ଯାଇଥିବ ପୁଣି ଦେଖିବ ଉତ୍ପନ୍ନ ହେଇଯିବ। ସେଇଥିପାଇଁ ଦେଖି ଦିଆହେଇଛି ଯେ କୁଶାସନ ଉପରେ ଯଦି ତମେ ବସ, ତମର ଯେଉଁ ବଂଶ ପରମ୍ପରା ଚାଲିନି କି, ୟାର ମୃତ୍ୟୁ ହେବ ନାହିଁ, ଇଏ କଣ୍ଟିନ୍ୟୁଅସଲି ଚାଲିଥିବ ତମ ଭିତରେ। ତେଣୁ କୁଶାସନ ଉପରେ ବସିକି ଧ୍ୟାନସ୍ଥ ରହିଲେ ତମର ସେ କେବେ ମରିବନି, ତମର ବଂଶ ବଢ଼ି ବଢ଼ି ଚାଲିବ। କ'ଣ କରିବା ନା ନାହିଁ ସ୍ୱାମୀ ବାବୁ? କୁଶାସନରେ ବସିବା ନା ନାହିଁ? ଆଉ ମନ କହିବ ଆରେ ମୋର ସନ୍ତାନ ସନ୍ତତି ନା ରହିବେନି, ଆଉ ମୋର କିଏ ଜୀବନି। କିନ୍ତୁ ଜ୍ଞାନ କହୁଛି ତା ଅଜ୍ଞାନତା କହୁଛି ତୁ ଜୀବନ ପାଇଲୁ ସିନା, କିନ୍ତୁ ତାକୁ ଦେହ ଉପରେ ସବୁ ସାରିଦେ। ଦେହ କିଛି ତାକୁ ବିଚାର କରିପାରିବ। ଏ ଦେହଟା କେତେ ଅଧୋଗତି ଆଣି ଦେଉଛି ତାକୁ ଥରେ ବିଚାର କରୁନି। ଏ ଦେହର ପ୍ରତ୍ୟେକ ଦିନ ପରିବର୍ତ୍ତନ ଘଟି 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 ଯାଉଛି। ତୁ ଶିଶୁଟିଏ ଥିଲୁ, ବଢ଼ି 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 ଏତିକି ଅବସ୍ଥାକୁ ପ୍ରାପ୍ତ ହେଲୁ, କିନ୍ତୁ ତୋ ଭିତରେ ଶିଶୁ କାଳରୁ ଜନ୍ମ ହେବା ବେଳୁ ଯିଏ ତୋ ସହିତ ସମ୍ପର୍କିତ ହେଇକି ରହିଛି, ତୋ ମୃତ୍ୟୁ ପର୍ଯ୍ୟନ୍ତ ସାଥୀ ହେଇକି ରହୁଛି, ଏ ସାଥୀଟାକୁ ଭୁଲି ଯାଉଛି କାହିଁକି? ଏଇ ଚେତନାଟାକୁ ଭୁଲି ଯାଉଛି କାହିଁକି? ସେ ଚୈତନ୍ୟଟାକୁ ଅଲଗା କରିଦେଉଛି କାହିଁକି? ତାକୁ ହିଁ ମନେ ରଖ, ତାରି ସହିତ ସମ୍ବନ୍ଧିତ ହେଇକି ରହ, ତାହେଲେ ଜୀବନଟା ଗୋଟେ ସୁନ୍ଦର ଅବସ୍ଥାକୁ ପ୍ରାପ୍ତ ହେଇପାରିବ। ଏଠି କହିବାର ତାତ୍ପର୍ଯ୍ୟ ହେଉଛି ଯେ ଆମକୁ ଭାରି ସାବଧାନ ଭାବରେ ନିଜର ଶରୀର ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ପଡ଼ିବ। ଏ ଶରୀର ଆମକୁ ସବୁବେଳେ ପଳେଇ ଆସୁଛି ନା ନାହିଁ? ମୁଁ ଆସିକି ସତ୍ସଙ୍ଗରେ ଆମର ଯେଉଁ ଟାଇମ୍ରେ ଆରମ୍ଭ ହେବା କଥା, ଏ ଶରୀର ସହିତ ସମ୍ପର୍କିତ ଥିବା କିଛି ମୋର ଭଣଜା କି ଆସିକି ପହଞ୍ଚିଗଲେ, ୟାକୁ ଅନ୍ୟମାନେ ସେମାନେ ବୁଝିଛନ୍ତି, ୟାକୁ ଅନ୍ୟ ଭାଷାରେ କହୁଛନ୍ତି ଏହା ହେଉଛି ମାୟା ଶକ୍ତି। ତମେ କ'ଣ କରିବ ନା ସତ୍ ଆଡ଼ିକୁ, ନିତ୍ୟ ଆଡ଼ିକୁ, ଚିରନ୍ତନ ଆଡ଼ି ଗଲା ବେଳକୁ କିଛି ନା କିଛି ବାଧା ସୃଷ୍ଟି କରିଦେବ। ତମେ ଯେଉଁ ଲକ୍ଷ୍ୟରେ ଯାଉଥିବ ତମ ଉପରେ ସେଟା ବିପଦ ସୃଷ୍ଟି କରିଦେବ। ଯଦି ସେତିକି ସାବଧାନ ନ ହେବ, ଜାଗ୍ରତ ନ ହେବ, ତାହେଲେ ଅସୁବିଧା ହେଇଯିବ। ଜଣେ
ସନ୍ଥ ଯେଉଁମାନଙ୍କୁ ଆମେ କଲିକତାରେ ଯେଉଁ ସନ୍ଥମାନେ ଥାନ୍ତି ତାଙ୍କୁ କ'ଣ କହନ୍ତି? ଯେଉଁମାନେ ବିଭୋର ହେଇକି ସବୁବେଳେ ଗାଉଥାନ୍ତି ବାଉଲ, ଜାଣିଛ ନା ନାହିଁ? ଏ ବାଉଲ ସନ୍ଥମାନଙ୍କର ଷ୍ଟାଇଲ୍, ତାଙ୍କର କହିବାର ଭଙ୍ଗୀ ଦେବେ। ଗୀତ ଯେଉଁଟା ଆମର ଦେଉନି କି ରାତିରେ ପ୍ରୋଗ୍ରାମ, ସେଥିରୁ ଗୋଟେ ପିଲା ଗାଉଛି, ସେ ବାଉଲ ଗୀତ ଗୁଡ଼ା ଗାଉଛି, ତାକୁ ସମସ୍ତେ ପସନ୍ଦ କରୁଛନ୍ତି। ସେ ବାଉଲ ଗୀତ କ'ଣ ଅଛି ନା, ସିଏ ଯେତେବେଳେ ଗୀତ ଗାଇ ଗାଇକି ଯାଉଛି, ସେ ଲୋକଟା ଆମେ ଜାଣିପାରୁଛୁ ଏଠି ନାହିଁ କି ସେ ୟା ଗୋଟେ କେଉଁ ରାଜ୍ୟରେ ଅଛି ବୋଧେ। ସେ ବାଉଲଟା ଯେତେବେଳେ ସେ ଗୀତ ଗାଉଛି କୌଣସି ନଦୀରେ ବୋଲି ସେ ଗାଉଛି, ଇଏ ଯେମିତି ନଦୀର ଧାରା ସହିତ ଏମିତି ମିଶିକି ଏକାକାର ହେଇକି ପଳଉଛି ନା କ'ଣ। ପାଣି ଫୁଟକାଟାକୁ ଦେଖୁଛି, ସେ ପାଣି ଫୁଟକା ସହିତ ସେ ଏକାକାର ହେଇଯାଉଛି। ପବନକୁ ଦେଖୁଛି, ପବନ ସହିତ ଏକାକାର, ସେ ଯେମିତି ଜଗତରେ ନାହିଁ। ତାକୁ ଗୋଟେ ଲୋକଟେ ଦେଖୁଛି, ସେ ବାଉଲ ପଚାରିଲା, ସାଧୁଜୀ ଆପଣଙ୍କୁ ମୁଁ ପ୍ରଶ୍ନ ପଚାରୁଛି, ୟାକୁ ଏଇଭଳି ଭାବରେ ଅବସ୍ଥାରେ ରହିଲେ କେମିତି କ'ଣ କଲେ ମୁକ୍ତିଟା ମିଳିଯିବ? ପ୍ରତ୍ୟେକ ମନୁଷ୍ୟ ସେଟା ଚାହୁଁଛି ସହଜରେ ଉତ୍ତରଟା କୋଉଠି କୋଉଠି ପାଖରେ ଅଛି, କାହା ପାଖରେ ମୁକ୍ତିଟା କେମିତି ମିଳେ। କହିଦେଲେ ସେ କହିଦେବ, କହିଲେ ଆମକୁ ସୁବିଧା ହେବ। ସେଠୁ ସେ କହିଲା, ହଁ ବାଟ ଅଛି, ତୁ ମରିଯିବା ଶିଖିପାରିବୁ, ମୃତ୍ୟୁ ଶିଖିପାରିବୁ। ସେ କହିଲା କ'ଣ ହେଲା? କହିଲା ଜୀବନକୁ ଯିବା ପାଇଁ ହେଲେ ତୋତେ ମୃତ୍ୟୁ ଶିଖିବା ପାଇଁ ପଡ଼ିବ, ସାବଧାନ। ଜୀବନକୁ ଯିବା ପାଇଁ ହେଲେ ତୋତେ ମୃତ୍ୟୁଟା ଶିଖିବା ପାଇଁ ପଡ଼ିବ। କହିଲା କ'ଣ ମୃତ୍ୟୁ କେମିତି ଶିଖିବା ପାଇଁ ପଡ଼ିବ? ନା ଏଇ ଯେଉଁ ଜୀବନ, ଯାହାକୁ ନେଇକି ଯେଉଁ ଜୀବନ ଜୀବିତ ଅଛି ବୋଲି ଭାବୁଛି, ଏ ଯେଉଁ ଶରୀରକୁ ନା, ଇଏ ପ୍ରତ୍ୟେକ ମୁହୂର୍ତ୍ତରେ ବଦଳି 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 ଯାଉଛି। ତୁ କ'ଣ କରିବୁ ନା, ଜୀବିତ ଅବସ୍ଥାରେ ଯେଉଁ ଯେଉଁ କାମ କରିବା ପାଇଁ ତୁ ଯାଉଛୁ, ସେତେବେଳେ ତୁ ଦେଖିବୁ ଇଏ ଦେହ ସମ୍ପର୍କ ହେଇକି ରହୁଛି ନା ଏଇଭଳି ବିଭୋର ଅବସ୍ଥାରେ ସେ ଥାଇକି ଯେଉଁ ଯେଉଁ ସ୍ତରରେ ମୁଁ ଚାଲିଯାଉଛି, ସେ ଯେ ପରମାତ୍ମା କହ, ଈଶ୍ୱର କହ, ଜଗନ୍ନାଥ କହ, ଯାହା କହୁଛୁ କହ, ଏଇ ଯେଉଁ ଚୈତନ୍ୟ ସତ୍ତା ଆଡ଼ିକି ମଣିଷ ଏକାକାର ହେଇକି ଚାଲିଯାଉଛି, ସେ ସତ୍ତା ପାଖକୁ ଗଲାବେଳକୁ ତୁ ନିଜେ ଆଉ ନିଜେ ହେଇକି ରହୁଛୁ। ଏ ମଣିଷ ଗୋଟେ ଶରୀର ଆଉ ଶରୀର ହେଇକି ରହୁଛି। ସେତେବେଳେ ସେ କ'ଣ କରୁଛି ନା, ସେ ମାରି ଦେଉଛି କାହାକୁ ନା, ଶରୀରଟାକୁ ମାରି ଦେଇକି ଅଶରୀର ଆଡ଼କୁ ଚାଲିଯାଉଛି, ଚେତନା ଆଡ଼କୁ ପଳାଉଛି, ଜଡ଼ତାକୁ ନଷ୍ଟ କରିଦେଉଛି, ଚେତନା ଆଡ଼ିକି ସେ ପଳେଇ ଯାଉଛି। କରିପାରିବୁ ସେମିତି? ଇଏ କହିଲା ସେଇଟା କେମିତି ସମ୍ଭବ ହେବ? ନା ଏମିତି ସମ୍ଭବ ହେବ, ଯେକୌଣସି ସମୟରେ ତୁ ଯାହା କିଛି କରୁଛୁ ତା ପାଖେ ତୁ ଶରୀର ସହିତ ସଂଲଗ୍ନ ହିଁ କରୁଛୁ ନା ନାହିଁ? ମିଶି ଯାହା କରୁଛୁ, ମୁଁ ଏଇଟା କଲି ବୋଲି କହୁଛୁ, ତୋର ମୁଁଟାକୁ ତୁ ଜାଣିପାରୁନୁ। ଯେଉଁ ମୁଁକୁ ଜାଣିବା ମାନେ ତୋ ଜୀବନର ସମସ୍ତ ଶ୍ରେୟଟା ତୋତେ ମିଳିଯିବା କଥା, ତାକୁ ତୁ ଜାଣିପାରୁନୁ। ତେଣୁ ତୋତେ ଯେମିତି ଯୋଗ ଶିଖନ୍ତି ଯେଉଁମାନେ ସବୁ ଯୋଗୀମାନେ, ଏ ସବୁଗୁଡ଼ାକ ଆସନ କରିସାରିଲା ପରେ ଗୋଟେ ଆସନ କହନ୍ତିନି କି, କି ଆସନ? ଶବାସନ ଅଛି ନା ନାହିଁ? ଆମର ଏଇ ଶ୍ରଦ୍ଧାରେ କେବେ ଶିଖୁଛନ୍ତି। ଶବାସନ କହିଲା ମାନେ ଗୋଡ଼ ହାତ ଲମ୍ବା କରି ପକାଇ ଦିଆଯିବ। ଚେତନାଟା ଯେଉଁଗୁଡ଼ାକ ଆମର ଆପାଦ ମସ୍ତକ ଯିବା ଆସିବା ରହୁଛି ନା ନାହିଁ, ସବୁଆଡ଼େ ରହୁଛି, ତାକୁ ମାରି ମାରିକି ଆସିବ। ପାଦ ଆଡ଼ୁ ନଖ ଆଡ଼ୁ ସେ ଆସ୍ତେ 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 ଜୀବନୀ ଶକ୍ତିଟା କମି 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 ଆସୁଛି। ଆସି 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 ସେ ଶରୀର ଦେଇ 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 ଯେତେବେଳେ ସେ ଚାଲିଯାଉଛି, ଇଏ ଗୋଟେ ମଲା ଶବ ଭଳିଆ ପଡ଼ିଯାଉଛି। ବଞ୍ଚିଛି ନା ନାହିଁ? ସେ ନିଶ୍ୱାସ ପ୍ରଶ୍ୱାସ ଯାଉଛି ନା ନାହିଁ? ତାକୁ ଶବାସନ କାହିଁକି କୁହାଗଲା? ନା ଶବାସନ କହିବାର ଅର୍ଥ ହେଉଛି, ଯେଉଁ ଶରୀର ତୋତେ ବଞ୍ଚିଯିବାର ସ୍ୱାଦଟା ଚଖଉଛି, ତାକୁ ତୁ ଶିଖ ଯେ ମୁଁ ତାକୁ ଅଲଗା କରିପାରୁଛି ନା ନାହିଁ। ଶବାସନଟା ଶିଖଉଛି ମୁଁ ସେଇଭଳି ଅବସ୍ଥାରେ ସବୁଭଳି ଯଦି ରହିପାରିଲି, ତ ସେଇଭଳି ମୋ ଜୀବନ କାଳରେ ଯେଉଁ ଯେଉଁ ପ୍ରକାର କାର୍ଯ୍ୟକ୍ରମ ଲୀଳା ଖେଳା ସବୁ କରୁଛି, ୟାକୁ ଶବ ହିସାବରେ ମୁଁ ରଖିଦେଇପାରିବି ଯଦି ମୋ ଜୀବନ ଅସଲି ମନ୍ତ୍ର ପାଖରେ ଯେଉଁ ଗୁରୁ ଯିଏ ଅଛି, ଯେଉଁ ତତ୍ତ୍ୱଟା ଅଛି, ଯାହାକୁ ଆମେ ବ୍ରହ୍ମତତ୍ତ୍ୱ ବୋଲି କହୁଛୁ, ଜଗନ୍ନାଥ ତତ୍ତ୍ୱ କହୁଛୁ, ସେଇ ତତ୍ତ୍ୱ ପାଖକୁ ଯେତେବେଳେ ଆମେ ପହଞ୍ଚିଯିବୁ, ଏ ଶରୀରଟା ସାରା ସଂସାରଟା ମୃତ ଭଳିଆ ମୋତେ ଲାଗିବା ଦରକାର। ସେ ନାହିଁ, ୟାକୁ କହନ୍ତି ଜାଗ୍ରତ। ଜାଗ୍ରତ ଅବସ୍ଥାରେ ହେଉଛି ମୁଁ ଯେକୌଣସି କ୍ରିୟା କରେ ନା କାହିଁକି, ଖାଲି ଜଗନ୍ନାଥ ଜଗନ୍ନାଥ ହେଇଗଲେ ହେବନି, କି ଗୁରୁ ଗୁରୁ ହେଲେ ହେବନି, କି ପ୍ରଭୁ ପ୍ରଭୁ କଲେ ହେବନି। ଇଏ ଯାହା କହୁଛ ନା କହୁଥା, ଇଏ ତମର କିଛି କାମ ଦେବନି। କାମ ଦେବ କିଏ ନା, ସେ ଯେଉଁ ଚୈତନ୍ୟ ମୋ ଭିତରେ ପ୍ରକାଶମାନ ହେଇକି ଅଛି, ତା ଆଡ଼ିକି ମୋର ଧ୍ୟାନ ଅଛି। ସିଏ ଯେମିତି ମୋ ଠାରୁ ଏପଟ ସେପଟ ନେବେ, ଯିଏ ମୋତେ ପିଲାଟି ଦିନରୁ ମୃତ୍ୟୁ ପର୍ଯ୍ୟନ୍ତ ମୋର ସାଥୀ ହେଇକି ଅଛି,
जी मोर साथी एक अच्छे सी मोर प्रिय आउ कहीं नुहति ये शरीर मत एत प्रिय लगुच से श्री माँ शरीर हो कि जी आमको सेवा शिखुते ना कौन बुढ़ी तांकर शरीर सी फुलिब ही फुलिब जो मृत शरीर से तो हो फुलिब ही फुलिब किंतु से शरीर को आम केते प्रिय केते आपणार बोली भावे भी सी आम साहस रोचे आम साहचर्य दौर आम दूरी पड़ोची ना ना या ध्यान सहित देखा पड़े बाउल कहे ये विद्या तो शिखिपर जीते जी मर जाना सीख जीला बेले तो जीचु क्या मार देगी जे मो शरीर नुहे ताको जोटा उपनिषद कहूँ ये शरीर पितामाता संसर्ग जो शरीर या छुईला मात्र के स्नान कर नवद्वार जो महिला बाहरी चलती ये जो महिला गुड़ाक बाहर की तुम प्रमाणित कर शरीर को जहाँ प्रिय बोली भावुचु या ये केवल महिलार भरी देदे सुंदर सुंदर खाद्यपेय सब देदे किंतु ये बाहर को बाहर कला बेलू मल हो बाहर करे महिला हो बाहर कर ये शरीर धर्म किंतु भीतर जो चैतन्य सत्ता अच्छे संगे तू जीवन दे दे तो सब आनंदमय राज्य फुलटी फुटिकी केते कथा कहीदे ये फुलटी कहूँ मुझे जीवित अच्छे ये फुल कहीदे जे मु जीवित अच्छे तार प्रमाण हो किंतु अज्ञानी मनुष्य बुझीपारे नहीं क्या बाड़े बसिकी कौटे फुलटे तोड़ नहीं क्या पाखे दब ना जड़ पाखे दब फूल देले से शोभा देखा कौन देखा क्या कि फूलटी कौन भाव तू मो चैतन्य सत्ता नहीं कि प्रकाशमान हो विश्व ब्रह्मांड को मोर चेतना द्वारा आलोकित करी तुम देखो अज्ञान अवस्था छिंडीक नौच कहीं तुम सामान्य टी चुमुला बेलू तुम कष्ट हो फूलटा कहीं नौ ज्ञानी लोक बुझी जाए अरे ये तो परमात्मार हस हसुची चैतन्यर हस हसुची देखिक तुम्हें मुग्ध हो जा तुम्हें भी आनंदित हो जा अरे केड़े सुंदर से ता जगत घसुची छेड़े नहीं दे दियो जेड़े बड़ देवता ही से सुखी जीवन ना नहीं किंतु से कहते सुखी नुहे से भाई मनुष्य दिखाई दिव्यता तू सचित आनंद तू सत्य स्वरूप चित चैतन्य स्वरूप आनंद स्वरूप तू कहीं मुर्दार भाई जीवन जीजु हसुनु कहीं समस्त सहित मधुरतार सहित कहीं जीवन बीते देव कौन तर असुविधा कौन तेणु बाउल कहूँ तू यही विद्याटा यदि हासिल कर जीते जी मर्जाना शिखो जो शरीर तोते सब दिगरे अटकी दूची तोते बाधा सृष्टि करुच्ची से शरीर प्रति सचेतन रह सावधान रह किंतु तू कौन सावधान हो तू तो तोर सत्संग बसला बेलू तो मन जाकि तस्त विक्षिप्त हो आड़ सियाड़ तेणु तू सत किए जानबू कौन नित्य किए जानबू कौन जानवर तोर वीक्षण बोली गोटे ऋषिटे थे सन्थ जड़े थे से जड़े अशोक बोली जड़े शिष्य थे ये शिष्य टी सी सत्संग बसला बेले सी आखि लगी जाऊला मझे मझे स्वाई बाबू भाया आखि लगी जाऊला ये पचारे ए तमें अशोक तमें निद्रा तुमको आसक्त कला निद आसला से कहला ना निदारे निद आसुवा लोक सत्संग बसुवा लोक पचार तो निद आस से कौन कह नाई नाई बोली कह ना ना के हाँ बोली कह कि समय गला गला बेलू ये कही कही जाऊँ से ढोल ढोल जा कौन तुम निद्रा छुईदेला ग्रास करगला निद आसूची नाई नाई ताके खुलीगला नाई नाई से आउ टे कि समय गला पचारे अशो तुम बंचीच ना मरीच ये तो कहला मत से पुराणा प्रश्न पचारे ना तो निद आसुची ना नहीं सी आसुला तुम बंचीच तुम नाई नाई आगुरी तो अभ्यास ना कहला नाई नाई देख यही समय तू ठीक कथा कह तू प्रकृत में बंची न कहीं बंची न तू केतले बुझुनु जे मो भीतर जो परमात्मा शक्तिटा दिव्य शक्तिटा चैतन्य शक्तिटा तो भीतर अच्छी ताड़ी तोर ध्यान नहीं तू ध्यानटा कुआड़ दीचु तोर शरीर भारी अलसा लगुच आज मु रेस्ट नहीं पार्नी आज पेट एत खाई काली कौन कौन कर प्रकार मोर अन्य कम सब था विभिन्न जिनस मोर टायर्ड अनुभव कर मनस्क से कुछ अन्य मनस्क जानी के महापाप ये मूर्छा दोष एटा
मनुष्य को यहाँ हूँ मूर्छा अवस्था, ये हूँ महापापर अवस्था। जो जड़े मूर्छित हो जाऊँ, मूर्छित माने बुझीपार जाग्रत जो नौ जाग्रत माने तो धरी पार ना ना, जाग्रत माने मो भीतर जी थी जो सब जीवित अच्छी भावुची वृक्ष लता कीट पतंग जहाँ देख जीवंतता जो अच्छी से सुंदरता प्रकाश पाए, जो मनीष भितर अच्छी मधुरता भर आराम से प्रकाश पाए। से कहले गुरु तक देखी कहले तू एवं सत कथा कह, जो तू जीवित अच्छु ना ना मुझे जीवित ना, तो एकदम ठीक कथा कह जो अन्य मनस्क थी जीवित ना बोली कहूँ, किंतु बंचिला अवस्था तो मृत भाया व्यवहार कर मूर्छा जाऊँ शोई पड़ू। कहुच्छे सत्संग बेले आखि पकेबन, ये गोटे गोटे मुहूर्त गोटे गोटे बिंदु बिंदु तुम भर फसी जाऊँगी, मुहूर्तटा आमको नहीं कौ कौ दूरतार जहाँ आम शब्द कहूँ नर्क पहुँचा ठिकाना ना। कारण ज्ञान गोटे एमती जिनस एत पवित्र जिनस से ये पवित्रता कौन करवा आम भर जब संचारित हो गला आमको जीवित कर रखापी तारी केवल शक्तिटा अच्छे। तेणु ज्ञान न हीना पशु भी समान, ये ज्ञान जार ना से पशुता पशु सहित संबंधित अच्छे। से भाव में जड़टा को जी गुरुत्वपूर्ण बोली भावुँ ता भर पशुत्वटा पलि आसवाटा एक स्वाभाविक जिस। देखो जी जोटा छोटिया मोटिया काम करूँ कोई कौन सी काम करूँ जड़ता पशि आसो आमको मूर्छित अवस्था नहीं जाऊँ ना ना अन्य मनस्क हो जाऊँ ना ना, किंतु से पाखे सतटा टाणुथु अरे तू यही समय स्मरण रखुचु कि जहाँ जहाँ तू कर्म करने जाऊँ यही समय भितर जी थी जो ये कर्म कर मन रखु ना भूली गलु आम ताक भूली जाऊँ। अरे मोर एटा एमती होता सेटा सेमती होता एटा आम सियाड़ की चली जाऊँ तार आम ना दीचु तार अन्य नाम हूँ माया। देख आम अन्य नाम दी दूचे आम माया सत भाई लगुव सी प्रिय लगुव सी सहित आम आकर्षित हो रही कि देखला बेलू सी आमको नहीं अशांति जंत्रणा मानसिक चाप हजार जिन सृष्टि कर देती आनंद रखेगा। तेणु वीक्षण कहले उस देख जाग्रत एकदम जाग्रत रह। क्या प्रति जाग्रत? अरे तो निज प्रति आउ क्या प्रति जाग्रत रहा दरकार नहीं। पॉलिटिकल लोक मैंने किए कौन कला से पुटिन कौन कला ये सब जान दे कि तू जाग्रत न तू जनरल नॉलेज जानीचु जोड़ा सब पढ़ी तू कौन करचु ना तो बहु परिमाण तू संकीर्ण कर देचु तो भीतर से पद्म फूलटा फुटुनी जो आलोकित करवा कथा से जिनटा तो भीतर फुटी पार। तो संसार जावतीय जिनस जानी सारा पर भावुँ बहुत पंडित बहुत विद्वान मु आईटी सेक्टर काम कर अमुक आम कहना कि लोक मान पाखे कहला बेलू ज्ञानी लोकटे देखला बेलू से कह यहाँ मुर्दार हो देख ये जे कहूँ मुमुक समके 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 कहवाई जाऊँ क्या नहीं सी कहूँ देखो कि मुर्दार अवस्था से प्राप्त कर आम मुर्दार हाँपाई चेष्टा करवा ना जीवंत हाँपाई चेष्टा करवा। अरे आमर एकमात्र लक्ष्य हूँ जीवित रहा पड़ो जी दिन जीवित अच्छ मो भीतर से परमात्मा बोली जहाँ कहूँ सी पूर्ण मात्रा भरपूर होकर अच्छी सी थिला भितर मो मुह सुखी पारि मन कष्ट कर प्रत्येक क्रिया कला बेले जदि यही कथा स्मरण आसूची ताले या बड़ कथा किसी जगत में आध्यात्मिक जगत केते सुंदर केते प्रभावशाली जी ताको अनुभव कर बुझीपार जी जानी बुझीपार। शास्त्र भरी दिखाई जान जान बोली कहुच्छे जानी जा यहाँ हूँ तुम एकमात्र योग्यता तुम जान क्या जान ना जहाँ नित्य जहाँ कौन सी समय परिवर्तित हुए जहाँ को कहीं बदल पारे जी थी जो समग्र विश्व ब्रह्मांड आनंदित हो तू जानापी तू चेष्टा कर। तुम कौन कर न जानी कह ईश्वर किए मत बतई दो देखे दे पार ईश्वर को ईश्वर को देखे हेनी वस्तु ही देखेदेवी ये हूँ अनुभव जिनस देखे हम पचारा गुरुजी मत टे ईश्वर को देखेदेवे से कहला हाँ देखेदेवी कितु टे प्रकाश करदेवे कि से ईश्वर के प्रकाश कर ना से अनुभव विषय तो अनुभव कले जापर सुभाष कुआड़े जाऊँ अन्य मनस्क कहीं
तेणु अनुभव कले जापर हाँ सी जे सन्थटी ताक बुझाऊे एडे बड़े पत्थरटे पड़ता से पत्थरटा निज गोड़े दुलकर कचाड़ी देला रक्त सब बाहर से कहला आज्ञा ये कौन कर पादटा को कौन कले सी हसुच पादटा कौन कल पादटा को तो किसी कर जो जंत्रणाटा नहीं कि ना आप जंत्रणा हेनी कष्ट होनी ना से जंत्रणा कष्ट हो तुम देखिपे ये जंत्रणा कष्ट को किए देखिपुर किए देखिपुर से आनंद जोटा आसुम देखिपुर ना सेमती ईश्वर को देखिपर ना किंतु अनुभव अच्छे ना नहीं मो गोड़े पड़ला पत्थरटा पड़ला छेची हो गला रक्त बाहर मत कष्ट है ये अनुभव आना ना किंतु मुझे देखिपर ता माने कौन कौन जंत्रणा नहीं मत खुशी लगुच आनंद लगुच किंतु मुझे कहीपर कौन आनंद ना आम गदगद जो बेले बेले देखू प्रिय जिनस जो मन मिल जाए आम एकाकार जो आम भाव आलिंगन कर कलाग्रत कर भावटा को जो आसी जाए से आनंद जो झलक हो मोर सन्तान मो छुआटी को बहुत दिन पर देखनी देख सारा कलाग्रत करने मोर इच्छा हुए मोर भावटा हुए कलाग्रत करने से आनंदर छुटिया झलकटे पछे आसू कि आनंदर प्रमाण मिलूँ जो आनंद कौन समय परिवर्तित हुए अपरिवर्तित अवस्था रहे आम परमात्मा बोली कहू जे सत्स्वरूप आनंद स्वरूप चित स्वरूप कहू से कहते जहाँ को देखी हेनी ता प्रति तो नजर बेसी जहाँ को अनुभव करी प्रति तोर ना आम भितर आत्मा अच्छी ना ना किए मना किए मना कर सुभाष आत्मा अच्छी ना ना ये मुंड हली जाऊनी आत्मा अच्छी ना ना तार प्रमाण हूँ अच्छी मु ना बोली कहूँ अरे कह मु ना देवेंद्र कह मु ना अच्छी ना ना मु ना बोली किए कह मु अच्छी जो तो ना बोली कहल से जे मु अच्छी भाव जी आम भर सर्वत्र सब समय जे विद्यमान ताकू ही जानवा हूँ आमर काम से ब्रह्म विद्या आत्मविद्या श्रेष्ठ विद्या बोली कह एकदम श्रेष्ठ विद्या सी कहीं ना सबू पछाड़े सी अच्छे मोटे देखा जाऊनि किंतु सबूर परिचालन दायित्व तार सी सब रही तारी आड़ के मनटा चली जाऊ तारी आड़ के विचारटा पड़े जाऊ तारी आड़ के बुद्धिटा चली जाऊ देखो से समय बुद्धिटार गोटे परिवर्तन आ तुम विचार देख गोटे परिवर्तन आ तुम मन देख गोटे भाव परिवर्तन आ देखा जाऊनि कि सियाड़ का मनटा चलीगला बेले मुझे आज कौ कौन गोटे कहीदेली से लोकटा से तो केते कष्ट पाई भारी खराब कथा आसी गोटे मो घर को गोटे खराब भाव में कहीदेली तुम भावुच किए भावुच मन भावुच कितु से कहुचे मन कौन कम दुष्ट कि ये मन कुआड़े 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 गोटे मुहूर्त से पड़े कि दिने यदि तुम जीवन में केत से सुजोग आसे मन प्रभावित कर मन तम पर प्रभावित कर तमें मन को प्रभावित कर अरे मन कौन है कि तोर एत व्यस्त कहीं जो दिन तुम कमांडटा तुम हाथ से दिन मन तार स्थिर मन केत स्थिर हाँपे अपेक्षा कर अपेक्षा कर जो दिन मु मो परिचय पाई मन अपेक्षा कर जो मत गोटे मेसीन करके धरी दिखाई संकल्प विकल्प करवा हूँ मेसीनटा मुझे करी से करी यहाँ हूँ मनर काम तो मनर काम हूँ मुझे संकल्प करी विकल्प करी एमती हम ना सेमती हम यहाँ भल ना यहाँ मत यहाँ ठीक ना यहाँ भूल यही काम तो मन करुच्ची संकल्प विकल्प ये मेसीन यही काम कला बेले ताकू जी देखुचे अरे तू या करुचु मुझे तो शक्ति टिकक न दिए तू लाइट लाइट हो ना फैन फैन हो ना फ्रिज फ्रिज हो ना तो जो कूलर अच्छे कूलर हो तो आयरन आयरन मुझे मूल उत्सटा न रहे ये सब गुड़ाक जहाँ जहाँ देखा तुम स्तंभीभूत कर किसी काम कर मन बुझीज अरे सत्य तो मुझे जहाँ जहाँ कर मन द्वारा मुझे प्रभावित हो करुच्ची तेणु मनर तत्वटा आमर महापुरुष मैंने बुझी जो वेद व्यास हूँ वाल्मीकि हूँ जेकोसी सन्त हूँ ये मन उपर नहीं कि शास्त्र विचार सब
ତେଣୁ ସେ କହୁଛନ୍ତି ମନ ତମକୁ ଦୁର୍ଗତି ଆଡ଼କୁ ନେଇ ଚାଲିଯିବ ଏବଂ ମନ ତମକୁ ସଦ୍ଗତି ଆଡ଼କୁ ମଧ୍ୟ ନେଇଯିବ। ଏ ମନକୁ ତାହାର ଗୁରୁ ପାଖରେ ପହଞ୍ଚେଇ ଦିଅ, ଯିଏ ମନକୁ ପରିଚାଳିତ କରୁଛି, ତମ ସଦ୍ଗତି ଆସିଗଲା, ଅର୍ଥାତ୍ ତମେ ସବୁବେଳେ ଆନନ୍ଦିତ ରହିବ। ଦୁର୍ଗତି ଆସିବ କେତେବେଳେ ନା ମନକୁ ତମେ ତମ ବାଟରେ ନେଇଯିବ, ବସ୍ତୁ ଆଡ଼କୁ ନେଇଯିବ, ସଂସାର ଆଡ଼କୁ ନେଇଯିବ, ତମେ ଦୁଃଖିତ ହେବ। ତେଣୁ ଆମେ ଚାହୁଁଛୁ ସୁଖ, ଆମେ ଚାହୁଁଛୁ ଆନନ୍ଦ, କରୁଛୁ କ'ଣ? ଆମେ ଚାହୁଁଛୁ ଆନନ୍ଦ, ସବୁବେଳେ ଆନନ୍ଦିତ ରହିବୁ, କିନ୍ତୁ ଛାଡ଼ି ଦେଉଛୁ କାହାକୁ? ଜାଗ୍ରତ ଅବସ୍ଥାଟା। ଯିଏ ଆମ ଭିତରେ ସଦା ଜାଗ୍ରତ ହେଇକି ଅଛି, ଯୁଆଡ଼େ ଯାଉଛୁ ଯା, ମୋର ତ ଆସାନ ଯାଏ ଆସେ ନାହିଁ। ଆତ୍ମା କହିବ ତୁ କାହିଁକି ଘର ତିଆରି କଲୁ, ଆତ୍ମା କହିବ ତୁ କାହିଁକି ପିଲା ଛୁଆ ଜନ୍ମ କଲୁ, ଆତ୍ମା କହିବ ତୋର କାହିଁକି ତୁ ଗୀତ ଗାଇବୁ, ଯାଏ ଆସେ କିଛି ନାହିଁ। ଆରେ ମୁଁ ଥିବା ଯୋଗୁଁ ତୁ ଗୀତ ଗାଇବା ପାଇଁ ଶକ୍ତି ପାଇଛୁ, ମୁଁ ଥିବା ଯୋଗୁଁ ତୁ ସନ୍ତାନ ସନ୍ତତିରେ ପିତା ହେଇଛୁ, ତୁ ପ୍ରକୃତରେ କିଛି ନୁହଁ, ମୋ ଦ୍ୱାରା ହିଁ ସର୍ବବିଶ୍ଵ ବ୍ରହ୍ମାଣ୍ଡ ତିଆରି ହେଉଛି। କାରଣ ଅହମ୍ ବ୍ରହ୍ମାସ୍ମି, ମୁଁ ହେଉଛି ବ୍ରହ୍ମ, ମୁଁ ହେଉଛି ବିରାଟ ବ୍ୟାପକ। ଏ ବ୍ୟାପକ ହେଇଥିବା ଯୋଗୁଁ ତୁ ଯେତେବେଳେ ମୋତେ ଛାଡ଼ି ଦେଉଛୁ, ଅନ୍ୟମନସ୍କ ହେଉଛୁ, ସେତେବେଳେ ତୁ ମହାପାପ କରିକି ଯାଉଛୁ। କିନ୍ତୁ ଯେତେ ମୋତେ ସ୍ମରଣ କରିବାରେ ବିନା ଶକ୍ତିରେ କୌଣସି ଜିନିଷ ହେଇପାରିବ? ମୁଁ ସେଇ ଶକ୍ତି ସ୍ୱରୂପ ହେଇକି ତୋ ଭିତରେ ଅଛି। ଏଇ ଶକ୍ତି ସ୍ୱରୂପକୁ ତୁ ଦେଖିପାରିବୁନି, ଜାଣିପାରିବୁନି, ଛୁଇଁ ପାରିବୁନି, କିଛି କରିପାରିବୁନି, କିନ୍ତୁ ତୁ ନାହିଁ ବୋଲି କହିପାରିବୁନି, ତାକୁ ତୁ ବ୍ୟବହାର କରିପାରିବୁନି, କିନ୍ତୁ ସିଏ ଥିବା ଯୋଗୁଁ ତୋର ଯାବତୀୟ କ୍ରିୟା ହେଉଛି। ତାକୁ ଜାଣ, ତାକୁ ହିଁ ଜାଣ, ତାକୁ ହିଁ ଅନୁଭବ କର। ଆମକୁ ଗୁରୁମାନେ ଏହି କଥାଟି କହିଦେଇ ଯାଇଛନ୍ତି। ଶାନ୍ତ ଭାବରେ ସୁଚିନ୍ତିତ ଅବସ୍ଥାରେ ସେଇ ସ୍ଥିତିର ସେଇ ବିନ୍ଦୁରେ ରହିଲେ, ସେଇ ବାଉଲ ଭଳି ଯେ ଗୀତ ଗାଉନି କି ଓ ନଦୀରେ, ତୁ ସେଇଭଳି ସ୍ଥିତିକୁ ପହଞ୍ଚିବୁ, ତୋ ଭିତରେ ସେଇ ସଙ୍ଗୀତଟା ଝରିବ। ଯେତେବେଳେ ତୁ ସେଇ ଅବସ୍ଥାକୁ ପହଞ୍ଚିବୁ, ନହେଲେ ତ ସାରା ଜୀବନ ଯେମିତି ଗାଇଲେ ବି ଗଧ ଭଳିଆ ଶୁଭିବ, ତ କଣ୍ଠର ମଧୁରତା ଆସିବ। କିନ୍ତୁ ଯଦି ତୁ ତାକୁ ସ୍ମରଣ କରି ଗାଉଛୁ, ଛେଳି ଭଳିଆ ପଛେ ଗା, ସେ ମିଠା ଲାଗିବ। ସେଠି ମ୍ୟୁଜିକ୍ କିଛି ଦରକାର ନାହିଁ। ମିଠା କାହିଁକି ଲାଗିବ ନା ଯିଏ ତାର ଅସ୍ତିତ୍ୱଟାକୁ ବୁଝିକି କାମ କରୁଛି। ଆମେ କୋଉଠି ପହଞ୍ଚିଲୁ? ମୁଁ ମୋର ଅସ୍ତିତ୍ୱ ପାଖରେ ପହଞ୍ଚିଲେ ହିଁ ଯେକୌଣସି କ୍ରିୟା କରେ, ସେ କ୍ରିୟାର ସଫଳତା ଅଛି ହିଁ ଅଛି, ସେଠି ଜୀବିତ ଥିବାର ପ୍ରମାଣ ହିଁ ଅଛି। ତେଣୁ ଆମକୁ ସ୍ମରଣ ରଖିବା ପାଇଁ ପଡ଼ିବ, ମୋ ଜୀବନ ପଳଉଛି କେତେବେଳେ? ଯେତେବେଳେ ମୁଁ ଜାଗ୍ରତ ନ ହେଇକି ନିଦ୍ରାଗ୍ରସ୍ତ ହେଉଛି। ବୁଝିପାରୁଛ ନା ନାହିଁ? ଅନ୍ୟ ମନସ୍କ ଯେତେବେଳେ ମୁଁ ହେଉଛି, ଅନ୍ୟ ମନସ୍କ ମାନେ ମନର ଗୋଲାମ ହେଉଛି, ମନର ପ୍ରଭୁ ହେଇପାରୁନି। ମନର ଗୋଲାମ ଯିଏ ହେଇଗଲା, ସିଏ ଯନ୍ତ୍ରଣା ତାର ସରିବନି। କାହିଁକି ସରିବନି? ନାଇଁ, ମନର ଗୋଲାମ ଜନ୍ମ ପରେ ଜନ୍ମ ଆଣିବ। ଆମେ ଯେଉଁ ଆଜି ବସିନାହାନ୍ତି, ଏଇ ମନ ଆମକୁ ସେଇ ସ୍ତର ଦେଇ 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 ଆଣିକି ଏମିତି ଛାଡ଼ି ଦେଇଛି। ଆଜି ଆମେ ଏଇଠି ବସିବା, ଏସବୁ ସେଇ ପ୍ରକାର କାର୍ଯ୍ୟକାରଣ ସମ୍ପର୍କ ନେଇ ନେଇ ଚାଲିଛି। ପୁନଶ୍ଚ ଆମେ ଏବେ ଯଦି ସଚେତନ ନ ହେବା, ସେ ପୁଣି ଆମକୁ ନେଇକି ଆହୁରି କେଉଁଠି ସ୍ଥିତିରେ ପହଞ୍ଚେଇ ଦେବ। ଆମେ ଯେଉଁ ଜଗତକୁ ଭାବୁଛୁ ଏ ସବୁ କିଛି ଅଛି, ଏଠି ତ ବହୁତ ଆନନ୍ଦ, ବହୁତ ଖୁସି, ସିଏ ପୁଣି ନେଇକି କେଉଁଠି ପହଞ୍ଚେଇ ଦେବ ତାର ଠିକ୍ ଠିକଣା ନାହିଁ। ତେଣୁ ଆମକୁ କନସିୟସ୍ କରିଦିଆହେଉଛି, ସାବଧାନ କରିଦିଆହେଉଛି। ଜାଗ୍ରତ ରହ, ଜାଗ୍ରତ ରହ। କାହା ପ୍ରତି ଜାଗ୍ରତ? ଆରେ ନିଜ ପ୍ରତି ଜାଗ୍ରତ। ସେ ନିଜେ ହିଁ ନିଜକୁ ଜାଣିବା ପାଇଁ ଚେଷ୍ଟା କର। ଜାଗ୍ରତ ରୁହ, ଜାଗ୍ରତ ରୁହ। ଉତ୍ତିଷ୍ଠତ ଜାଗ୍ରତ। ଉତ୍ତିଷ୍ଠ ମାନେ ଉଠ। ଆମେ କ'ଣ ଶୋଇଛୁ ନା କ'ଣ ଉଠିବୁ? ଆଉ ଦେଖୁନୁ ପରୀକ୍ଷା କରି ଶୋଇଛୁ ନା ନାହିଁ? ଅହର୍ନିଶ ସେ ଶୋଇଛୁ ନିଦ୍ରାରେ। କାହିଁକି ନା ମୂଳ ବସ୍ତୁଟାକୁ ଛାଡ଼ି ଦେଇକି ଯିଏ ମୂଳ ନିଏ ତାକୁ ଆଣିକି ଧ୍ୟାନ ରଖି ରଖି ଚାଲିଛୁ। ଟିକିଏ ସତ୍ସଙ୍ଗ ଛାଡ଼ି ଦିଅ, ଆମର ମନର ଯେଉଁ ଗଣ୍ଠିଟା ପଡ଼ିନି, ସତ୍ସଙ୍ଗ ଦ୍ୱାରା ଯାହା ସମୟରେ ଆମେ ଗଣ୍ଠି ପକାଇବା ପାଇଁ ଚେଷ୍ଟା କରୁ, ଏ ଗଣ୍ଠିଟା ହୁଗୁଳା ହେଇଯାଇଛି। ପରୀକ୍ଷା କରି ଦେଖ ହେଉଛି ନା ନାହିଁ, ଯାହାକୁ ପଚାର। ଠିକ୍ ଆମେ ଏଠୁ ଉଠିଯିବା, ସିଏ ଆଉ ଗୋଟେ ରୂପକୁ ଆମକୁ ଆଉ ଗୋଟେ ଅବସ୍ଥାକୁ ନେଇ ଚାଲିଯିବ। ସେ କ'ଣ, ସେ ଅବସ୍ଥାଟି କ'ଣ କୁହାଯାଉଛି? ଏ ହେଉଛି ଦୁର୍ଗତି ଅବସ୍ଥା। ଏ ହେଉଛି ନିହାତି ଦୁର୍ଗତି। ନଥିଲେ ମଣିଷ ତାକୁ ସତ୍ ଛାଡ଼ି ଗଲା ଆଡ଼କୁ ଯିବ। ସତ୍ସଙ୍ଗ ଗୁରୁ ସିଏ ଯିଏକି ବାରମ୍ବାର ତା ଉପରେ ସତର୍କ ଦୃଷ୍ଟି ରଖିଥାଏ। ଯେତେବେଳେ ଅନ୍ୟମନସ୍କ ହୁଏ, ସେ ବାଡ଼ିରେ ପାହାଡ଼ରେ ଯେମିତି ଆମ ମନ ଅନ୍ୟମନସ୍କ ହେଇଗଲା, ଯେତେବେଳେ ଆମେ ଏ ମନ ନିଜ ସ୍ୱରୂପକୁ ଜାଣ, ଆମେ ଯଦି କହି ତାକୁ ଧମକି ଦେଉନାହାନ୍ତି, ସେରକମ ଗୁରୁ ଯିଏ ସେ ଆମକୁ ଧମକି ଦିଅ, ହେ ତୁ ମୋ ପାଖକୁ ଆସିବା ପାଇଁ ଯୋଗ୍ୟ ନୁହେଁ। ତ ଭିତରେ ନାନାଦି ମଇଳା, ନାନାଦି ଅପରିଷ୍କାର, ତୁ ତ ଅନ୍ୟାନ୍ୟ ସଂସାରର ଯାବତୀୟ ଜିନିଷ ଭିତରେ ଭର୍ତ୍ତି ହେଇକି ନିଜକୁ ମଇଳା କରିକି ଦୂଷିତ କରିସାରିଲୁଣି, ତୁ ମୋ ପାଖକୁ କେମିତି ଆସିବୁ?
ଆମେ ସେତେବେଳେ କହୁଛେ ଦେଖନ୍ତି ଗୁରୁ ରାଗି ଯାଉଛି କି ଗୋଟେ କ୍ରୋଧୀ ଗୁରୁ। ଗୁରୁ କ'ଣ ଚାହୁଁଛି? ଗୁରୁର କ'ଣ କିଛି ପାଇବାର ଅଛି? ସେ କହୁଛି ତୋର ମଙ୍ଗଳ, ତୁ ତୋତେ ଜାଣିକି ତୋର ମଙ୍ଗଳଟା ତୋ ପାଖରୁ ଏତିକି କେବଳ ମୋର କହିବା କଥା, ମୁଁ ତୋର କିଛି କରିପାରିବିନି। ତୁ ହିଁ ତୋତେ ଜାଣିଲେ ତୋର ମଙ୍ଗଳ ହେବ। ମୁଁ କେବଳ ଏତିକି ସଚେତନ କରୁଛି, ଜାଗ୍ରତ କରିଦେଉଛି। ତୋତେ ଭଲ ଲାଗୁନି ନାଇଁ, ତୋତେ ଲାଗୁଛି ମୁଁ ଗାଳିଲି, ତୁ ଶବ୍ଦରେ ରହିଛୁ, କିନ୍ତୁ ଶବ୍ଦ ଗୁଡ଼ା ଏକାକାର ହେଇଯାଉ, ସ୍ପର୍ଶରେ ଏକାକାର ହେଇଯାଉ, ରୂପରେ ଏକାକାର ହେଇଯାଉ। ଯେମିତି ରୂପ ଦେଖ मैं ही तो हूँ, ଯେମିତି ରୂପ ଦେଖ मैं ही तो हूँ, ମୁଁ ଅଛି ନା ନାହିଁ। ନାମ ସିନା ଭିନ୍ନ ଭିନ୍ନ, ଯେମିତି ରସ ଗ୍ରହଣ କର मैं ही तो हूँ। ସେ ରସକୁ ଗ୍ରହଣ କିଏ କରିବ? ମୁଁ ଯଦି ନଥାନ୍ତି, ଯଦି ଚୈତନ୍ୟ ନାହିଁ, ମୁଁ ରସକୁ ଗୋଟେ ଶବ ମୁହଁରେ ଢାଳି ଦେଲେ ବସିକି ଆମ୍ବ ରସ କରିକି, ସେ ଚାଟିକି ପିଇଯିବ। କାହିଁକି ପିଇବନି? ମୂଳ ତ କରେଣ୍ଟ ନାହିଁ, ସେ କ'ଣ କରିବ? ବୁଝିପାରୁଛ ନା? ସେଇଭଳିଆ ଶବ୍ଦ ହଉ, ସ୍ପର୍ଶ ହଉ, ରୂପ ହଉ, ରସ ହଉ, ଗନ୍ଧ ହଉ, ସର୍ବତ୍ର ପରିବ୍ୟାପ୍ତ ଯିଏ ହେଇକି ରହିଛି, ମୁଁ ତା ସହିତ ମିଶିଯିବି। ସେଠି ଦେଖୁଛି ଆମ ରାସ୍ତାଘାଟରେ ଖୋଳୁଛି ଗୋଟେ ମାଟି, ଜଣେ ଖୋଳୁଛି, ମୂଲିଆଟା। ଆଉ ମନକୁ ପ୍ରଥମେ ଆସିଛି ମୂଲିଆଟା, ଛୋଟ ଲୋକ, ଇଏ କ'ଣ କରିବ? ସେତେବେଳେ କହୁଛି ଛୋଟ ଲୋକ ଯାହା କହୁଛୁ, ତା ଭିତରେ ସେ ମାଟି ଖୋଳିବା ପାଇଁ ଯେଉଁ ତାଙ୍କର ଯେଉଁ ଚୈତନ୍ୟଟା ଅଛି, ସିଏ ଅଛି ନା ନାହିଁ? ତୁ କାହାକୁ ନିନ୍ଦା କରୁଛୁ? ଏଟା କାହାକୁ ନିନ୍ଦା କରୁ? ତ ଦୃଷ୍ଟିଭଙ୍ଗୀଟା କ'ଣ ହେଉଛି? ମୂଲିଆ ଗୋଟେ ଚୋର, ଏ ଗୋଟେ ଛୋଟ ଲୋକ, ଏଟା ଛୋଟ ଜାତିର, ଏଟା ବଡ଼ ଜାତିର। ଦେଖ ପରମାତ୍ମାକୁ କିଭଳି ଭାବରେ ନଷ୍ଟଭ୍ରଷ୍ଟ ଏକଦମ ଧ୍ୱଂସ କରିସାରିଲ। ତୁ ଯାହାକୁ ଦେଖିଲା ବେଳକୁ ଯାହାକୁ ମୁଁ ଦେଖୁଛି, ଯାହାକୁ ମୁଁ ଦେଖେ ନା କାହିଁକି, ତୋରି ହିଁ ପ୍ରକାଶ। ଇଏ ଦୃଷ୍ଟିଭଙ୍ଗୀଟା କେମିତି ଧରିପାରୁଛ ନା କଥାଟା? ଯେତେବେଳେ ତୁ ହିଁ ସବୁଠି ପ୍ରକାଶ ପାଉଛୁ, ତାହେଲେ ମୁଁ ଆଉ ରହିଲି କୋଉଠି? ମୋର ବୋଲି ଆଉ କ'ଣଟା ରହିଲା? ସବୁଠି ଯଦି ତୁ ପ୍ରକାଶମାନ, ସବୁଠି ଯଦି ତୁ ନଥିଲେ କିଛି ଜିନିଷ ହବ ନାହିଁ, ତାହେଲେ ମୋର ବୋଲି ଆଉ କୋଉଠି ରହିଲା? ମୋରଟା କ'ଣ ହେଲା? ମରି ମରି ଗଲା ନା ନାହିଁ? ରହିଲା କିଏ? ଯେ ମୂଳ ତତ୍ତ୍ୱଟା ମୁଁଟା ରହିଲା। ସେଇଥିପାଇଁ ଋଷିମୁନିମାନେ ଆମ କାଳେ ସବୁ ଶାସ୍ତ୍ରର, ସବୁ ଜ୍ଞାନର ସାରାଂଶ ହେଉଛି ତୋରି ଉପରେ ନିର୍ଭର କରୁଛି। ମୁଁ ପାଖରେ ପହଞ୍ଚିଯା, ତୋର ମୁଁ ପାଖରେ ପହଞ୍ଚିଯା। ତୁ ମୁଁଟି କିଏ ପ୍ରକୃତରେ? ତୁ ତାରି ପାଖରେ ପହଞ୍ଚିଯା, ତୋତେ କେହି ଅସୁବିଧା ଲାଗିବନି। ତୋର ସେଇ ପ୍ରକାର ଦୃଷ୍ଟି ଆସିଗଲେ ତୁ ଯୋଉଠି ଥା ନା କାହିଁକି, ବୁଦ୍ଧର ଯେଉଁ ମଧୁର ହସଟିଏ ନାହିଁ, ସେ ହସଟି ତୋ ଉପରେ ଲାଗି ରହିଥିବ। ଯାହାକୁ ଦେଖ, ସେ ଆମେରିକାନ ହଉ, ସେ ରଷିଆନ ହଉ, ସେ ୟୁକ୍ରେନ୍ର ହଉ, ସେ ଯୋଉଠିକାର ଲୋକ ହଉ, ମୁହଁରେ ଯଦି ହସ ଟିକେ ନାହିଁ, ତ ବୁଝିବା ପାଇଁ ପଡ଼ିବ ଏ ଜୀବିତ ନାହିଁ। ତେଣୁ ଯୁଦ୍ଧ କାହା ଭିତରେ ହେଉଛି? ଆରେ ମଲା ଲୋକ ଭିତରେ ଯୁଦ୍ଧ ହେଉଛି। ତୋର ବୁଦ୍ଧି ତାର ବୁଦ୍ଧି ସାଙ୍ଗରେ ଯୁଦ୍ଧ ହେଉଛି। ବୁଦ୍ଧିଟା ଜଡ଼ ନା ଚେତନ? ଜଡ଼। ତେଣୁ ଯୁଦ୍ଧଟା କାହା ସାଙ୍ଗରେ ହେଉଛି? ଜଡ଼ ସାଙ୍ଗରେ ଜଡ଼ ରହୁଛି। ହବ ବିସ୍ଫୋଟ, ହଉଥାଉ। ଆଉ ବୁଦ୍ଧ ତମେ କ'ଣ ଦେଖୁଛ? ନା ଏଇ ବିସ୍ଫୋଟ ଭିତରେ ମୁଁ ଅଛି ନା ନାହିଁ? ବିନା ଚୈତନ୍ୟରେ କିଛି ହବନି, ବିନା ଆତ୍ମାରେ। ବୁଦ୍ଧ ସେମିତି ଦେଖିବ। ଯୋଉଠି ଗଣ୍ଡଗୋଳଟା ହେଉଛି, ତମେ ତା ସହିତ ଏକାକାର ହେଇଯାଏ। ଏଇ ଗଣ୍ଡଗୋଳ ପଛଆଡ଼େ ମଧ୍ୟ ଯିଏ ରହିଛି, ଟ୍ରେନଟା ଗଲା ହୁଇସିଲ୍ ବଜେଇକି ସାଏଁ ଗାଁ କରି ଗଲା, ଉଡ଼ାଜାହାଜଟା ଉଡ଼ି ଚାଲିବ, ତମକୁ ଏଇ ଶବ୍ଦ ପଛଆଡ଼େ ମଧ୍ୟ ମୁଁ, କାହିଁକିନା ମୁଁ ମୋ ଜାଗାରେ ଅଛି, ସେ ତା ଜାଗାରେ ଉଡ଼ିଛି, ମୁଁ ତା ସାଙ୍ଗରେ ସମ୍ବନ୍ଧ ସ୍ଥାପନ କରିଦେଇପାରୁନି। ନେଇ ତ ମୁଁ ତ ସେ, ମୁଁ ତ ଏତେ ରୂପରେ ପ୍ରକାଶ ପାଉଛି। ଏ ବିଦ୍ୟାକୁ ଗହନ ବିଦ୍ୟା ବୋଲି ଭାବନି। ଏ ସବୁଠାରୁ ସରଳ ସହଜ ବିଦ୍ୟା, କିନ୍ତୁ ଜୀବନରେ ଏହାକୁ ଉତାରିବା ଭାରି କଷ୍ଟ। କାହିଁକି ଉତାରିବା କଷ୍ଟ? ନା ମୁଁ ମୋତେ ଛାଡ଼ିକି ବେଶ ଆନନ୍ଦିତ ରହିଯାଏ। ମୁଁ ନିଜକୁ ପ୍ରଫେସର କହିବାରେ ମୋର ଆନନ୍ଦ ଅଛି, ମୁଁ ଡାକ୍ତର କହିବାରେ ଆନନ୍ଦ ଅଛି, ମୁଁ ନାରୀ କହିବାରେ ମୋର ଆନନ୍ଦ ଅଛି, ମୁଁ ପୁରୁଷ କହିବାରେ ଆନନ୍ଦ ଅଛି। ମୋ ନିଜକୁ ଛାଡ଼ିକି ମୁଁ ଆନନ୍ଦ ପାଉଛି ଅନ୍ୟ ଜିନିଷ କଥାବାର୍ତ୍ତା କରି। ଏଠି ସାବଧାନ ମାନିକି ପଡ଼ିବ। ମୁଁ ଯେମିତି ମୋ ପାଖରୁ ଖସି ନଯାଏ, ମୋର ମୂଳ ତତ୍ତ୍ୱ ଯେଉଁ ମୁଁ, ସେ ମୁଁ ତତ୍ତ୍ୱଟି ଯେମିତି ଖସି ନଯାଏ। ସେଇଥିପାଇଁ ଜଗତ ଯେଉଁଟା ଅଛି, ବିନା ଜଗନ୍ନାଥରେ ରହିପାରିବ? ଜଗତ ନଥାଇକି ଜଗନ୍ନାଥ ରହିପାରିବ? ଜଗତ ଶବ୍ଦର ଅର୍ଥ ହେଲା ଯାହା ଦୃଶ୍ୟମାନ ଦେଖାଯାଉଛି, ତାହା ହେଉଛି ଜଗତ। କିନ୍ତୁ ତାହାର ନାଥ ଭାବରେ ଯିଏ ବସ୍ତୁ ତା ଭିତରେ ଥାଇ ସବୁକୁ ନିୟନ୍ତ୍ରଣ କରୁଛି, ସେ କିଏ? ଚୈତନ୍ୟ ଆତ୍ମା। ଏଇଟା ହିଁ ଆମକୁ ବୁଝାଯାଉଛି ଜଗନ୍ନାଥ ତତ୍ତ୍ୱ। କିନ୍ତୁ ଆମେ କୋଉ ଜଗନ୍ନାଥ ତତ୍ତ୍ୱରେ ଅଛନ୍ତି? ଜଗତ ଅଛି, ଜଗତର ନଥିଲେ ଜଗନ୍ନାଥ କୋଉଠି ଆସିବ? ତେଣୁ ଏଇ ସାରା ସୃଷ୍ଟିଟା ଏଇଭଳି ସୁନ୍ଦର ଭାବରେ ପ୍ରକାଶ ପାଉଛି କାହା ପାଇଁ? ନା ମୂଳ ଉତ୍ସଟି ଥିବା ଜଗତ ଏତେ ସୁନ୍ଦର ଅସୁନ୍ଦର ଯାହା କିଛି ହେଉଛି, ଇଏ ହେଉଛି ମନର ବୃତ୍ତିଟା ତାକୁ କରୁଛି। କିନ୍ତୁ ତାହାର ନାଥ ହେଇକି ଯିଏ ବସିଛି, ତାର ଅସୁନ୍ଦର କୋଉଠି ସୁନ୍ଦର ଅଛି? ତାକୁ ଯିଏ ଗଲାବେଳକୁ ଆଲିଙ୍ଗନ କରିଦେଉଛି ନା ନାହିଁ?
ଛୋଟାଟେ ହଉ କଣାଟେ ହଉ ପୂଜାଟେ ହଉ ଦେଖିପାରୁ ନ ପାରୁ ତା ଭିତରେ ରେ କାଳିଆ ଯେଉଁ ଭାବରେ ସେ ନେଉ ତାକୁ ଏକାକାର କରି ତାକୁ ଆଲିଙ୍ଗନ କରୁଛି ନା ନାହିଁ। ସେଇଠି ରହୁଛି ବିଶେଷତ୍ୱ। ୟାର ଭିତରେ ସେଇ ଚୈତନ୍ୟ ସତ୍ତା ଥିବା ଯୋଗୁଁ ସେ ଚୈତନ୍ୟ ସହିତ ଚୈତନ୍ୟକୁ ମିଶେଇ ଦେଉଛି। ଅପାଣି ପାଦ ଯବନ ଗାଈ। ପାଦ ପାଣି ନାହିଁ ଅଛି କି? ଆମର ଆତ୍ମାର ପାଦ ପାଣି ଗୋଡ଼ ହାତ ଲମ୍ବା ହେଇକି ଅଛି। ପାଦ ପାଣି ନାହିଁ, ଶୂନ୍ୟ ଦେହି ସେ, କିନ୍ତୁ ଚାଲୁଛି ସେ। ତୁଳସୀଦାସ କହୁଛି ଚାଲୁଛି। କେମିତି ଚାଲୁଛି? ଆରେ ଏଇ ପାଦ ଯେଉଁ ଚାଲୁନି କି ବିନା ଚୈତନ୍ୟରେ ଚାଲିବ? ସବୁ ପାଦରେ ଯିଏ ଚାଲୁଛି, ଛେଳି ପାଦରେ ବି ଚାଲୁଛି, କଇଁଚ ପାଦରେ ବି ଚାଲୁଛି। ଦୃଷ୍ଟିଭଙ୍ଗୀଟାକୁ ଦେଖ। ଯଦି ସବୁ ପାଦରେ ଚାଲୁଛି ମାନେ ତା ଭିତରେ ଚୈତନ୍ୟ ଅଛି ନା ନାହିଁ? ସୁଭାଷ ଅଛି ତ? ଏଇ ସାଧାରଣ ଭାବରେ ବୁଝିଯାଅ। ଏ ସବୁଠି ଯାହା ପାଦରେ ସେ ଚାଲୁଛି। କଇଁଚ ପାଦରେ ଗଲା ଏ କଇଁଚ ପାଦ ଭଳିଆ କ'ଣ ଚାଲିଲୁଣି? ହରିଣ ଭଳିଆ କ'ଣ ଡେଇଁ ଡେଇଁକି ଯାଉଛୁ? ଆମେ କହୁଛୁ ଷଣ୍ଢ ଭଳିଆ କ'ଣ ମୁଣ୍ଡିଆ ମାରୁଛୁ? ଆରେ ଷଣ୍ଢ ଭଳିଆ କହିବା ପୂର୍ବରୁ ଦେଖ ତା ଭିତରେ ସେ ଚୈତନ୍ୟଟା ଅଛି। ତାହେଲେ ଷଣ୍ଢ ତାର ସିଂହ ଥିବା ଯୋଗୁଁ ସେ ଷଣ୍ଢ ଦେଖାଯାଉଛି, ମୋର ନଥିବା ଯୋଗୁଁ ମଣିଷ ଦେଖାଯାଉଛି। କିନ୍ତୁ ଦେଖିଲା ବେଳକୁ ମୂଳ ଉତ୍ସାହ ଆମ ଦୁଇ ଜଣଙ୍କ ସମାନ ଅଛି ନା? ଗୋଟେ ହାତୀ ଭଳି ବିରାଟ ଦେଖାଯାଉଛି, ମୂଷା ଭଳି ପିମ୍ପୁଡ଼ି ଭଳି ଆଡ଼ିଟେ ଦେଖାଯାଉଛି। କିନ୍ତୁ ଚେତନାଟା ଉଭୟ ଭିତରେ ଅଛି ନା? ଆରେ ସିଏ ହେଉଛି ଆମର ଖୋଜିବାର ଜିନିଷ। ତା ସହିତ ଆମର ସମ୍ବନ୍ଧ ସ୍ଥାପନ କରିବା। ଆମ ଜୀବନଟା ସେମିତି ହେବା ଦରକାର। ଦେଖ ପରିବର୍ତ୍ତନଟା ନିଜେ ନିଜେ ଅନୁଭବ କରୁଥିବ। ଆମେ ଯେଉଁମାନେ ସତ୍ସଙ୍ଗ କରୁଛୁ କରି ଯାଉଛୁ, ଆମ ଜୀବନ ଭିତରେ ଏଇ ପ୍ରକାର ପରିବର୍ତ୍ତନ ନିଜେ ହିଁ ନିଜେ ଅନୁଭବ କରୁଛୁ। କଥା ପ୍ରସଙ୍ଗରେ କେତେବେଳେ କହିଦେଉଛ, ଜାଣିପାରୁଛି କ'ଣ କେମିତି ପରିବର୍ତ୍ତନ କେମିତି ଆସିଲାଣି। ନିଜକୁ ନିଜେ ସଜାଡ଼ି ନେଇଯାଉଛ, ନିଜକୁ ନିଜେ ସଜାଗ ହେଇଯାଉଛ, ନିଜକୁ ନିଜେ ସାବଧାନ ହେଇଯାଉଛ। ଏଇ ଶକ୍ତିଟା କିଏ ଦେଲା ଆମକୁ? ମୁଁ ପାଇଲି ନା ମୋ ଭିତରୁ, ନା ମୋତେ ପଦାରୁ ବାହାରୁ କୋଉଠି ଶକ୍ତି ଆଣିଲି? ମୋ ଭିତରେ ସେ ଥିବା ଯୋଗୁଁ ମୁଁ ଏଇଟା ହାସଲ କଲି, ନା ପଦାରୁ ଏଇଟା ସଂଗ୍ରହ କରି ମୁଁ ଜାଣିଲି ମୁଁ ସେୟା? ତେଣୁ ମୋରି ଭିତରେ ସେ କରେଣ୍ଟ ରିଜର୍ଭର ରହିଛି। ମୁଁ ତାକୁ ବାହାରେ ଖୋଜୁଛି। ମୁଁ କହୁଛି ମୋତେ ଏଇଟା ମିଳିଲାନି, ସେଟା ମିଳିଲାନି, ସେଟା ମିଳିଲାନି, ସେଟା ମିଳିଲାନି, ମୋତେ ଅଭାବ ଏଇଟା ହେଲା। ମୁଁ ଠିକ୍ ଆମର ସ୍ୱାମୀ ସ୍ତ୍ରୀଙ୍କର ତାଳମେଳ ନାହିଁ, ଆମର ଅମୁକେ ନାହିଁ। ଦେଖ ତମ ଭାଷା ସବୁ କେମିତି ତାଳମେଳ କ'ଣ? ସେ ସାଇ ସାଙ୍ଗରେ ମୋର ପଡ଼ୁନି। କେବେ ଏଗୁଡ଼ା ସବୁ ଭାବିବନି। ଆମକୁ ଯେଉଁ ବିଦ୍ୟା, ଯେଉଁ ଜ୍ଞାନ ଆମକୁ ଦିଆହେଇଛି, ପଢ଼ୁନି କ'ଣ? ପଢ଼ିବାର ସୂତ୍ରଟା ହେଲା କ'ଣ? ସୂତ୍ରଟା ହେଲା ସଚ୍ଚିତ ଆନନ୍ଦ। ଏଇ ସୂତ୍ରଟା ଏକଦମ ପାଇଗଲ, ତାହେଲେ ତ ପଡ଼ିବନି କ'ଣ? ଅପଡ଼ କେମିତି ହେବ? ହେବାର ସମ୍ଭାବନା ନାହିଁ। ଯେଉଁ ତତ୍ତ୍ୱଟାକୁ ବୁଝି ଦିଆଯାଉଛି ତାକୁ ସରଳ ଭାବରେ, ଏକଦମ ସରଳ ଭାବରେ ବୁଝ। ଯେକୌଣସି ପ୍ରାଣୀ ଦେଖ ତମକୁ ଖୁସି ଲାଗିବ। ଆରେ ତୁ ଏମିତି ଚାଲୁଛୁ ନା ପିମ୍ପୁଡ଼ି ଭଳିଆ? ତୁ ଗୋଟେ ଉଇ ହେଇକି ତ ଡେଣାଟେ ବାହାରି ପଡ଼ୁଛି ନା? ତୁ ଉଡ଼ି ଉଡ଼ିକି ଯାଉଛୁ? ତୁ ପୁଣି ସାପଟେ ହେଇକି ଏମିତି ଜୀବଟା ଏମିତି ଏଡ଼େ ଲମ୍ବା ହେଇଯାଉଛି। ସବୁ ଗୁଡ଼ା ଚିନ୍ତା କର। ସାପ ଭିତରେ ଯଦି ସେ ଚୈତନ୍ୟ, ସେ ସତ୍ତାଟେ ନାହିଁ, ଜୀବ ବାହାର କରିପାରିବ? ପିମ୍ପୁଡ଼ି ଭିତରେ ଯଦି ନାହିଁ, ତାର ସେ ଡେଣା ବାହାର କରିପାରିବ? ଆରେ ସବୁଠି ତୋରି ଶକ୍ତି ଦ୍ୱାରା ପରିଚାଳିତ ହେଉଛି। ମୁଁ କହୁଛି ସେ ପର, ସେ ପର। ତେଣୁ ପରଧର୍ମ ଭୟାବହ। ପରଧର୍ମ କିଏ? ଆତ୍ମଧର୍ମଟାକୁ ଛାଡ଼ିକି ଯଦି ଅଲଗା ଧର୍ମ ତମେ ଆଣିଲ ବା ଦେହ ଧର୍ମଟା ଗ୍ରହଣ କରିନେଲ, ଇଏ ହେଉଛି ଭୟାନକ ସ୍ଥିତିରେ ପହଞ୍ଚିଦେବ। ପରଧର୍ମ ତାକୁ ହିଁ କୁହାଯାଏ। ଏ ମନ ପର ହେଇଯାଉଛି। ଯେତେବେଳେ ଆତ୍ମା ସହିତ ସେ ଏକାକାର ହେଇଯାଉଛି, ସେ କହୁଛି ବହୁତ ସୁନ୍ଦର, ମନ ହାତର ଶାନ୍ତ ସ୍ଥିର ଏକଦମ ହେଇଯାଉଛି। ସେ କହିଲା ଏତେ ଅଭାବ ଯେ, ତୋର ଏତେ ଅଭାବ? ହଁ ଠିକ୍ ଅଛି, ତାହେଲେ ତୋର ହାତ ଗୋଡ଼ ଏଇସବୁ ତ ଅଛି, ଏତେ ଗୁଡ଼ାକ ଥାଇକି ମଧ୍ୟ ସବୁ ଅଭାବ। ତାହେଲେ ଗୋଟିଏ ଜିନିଷ କର, ତୋ ଆଖିଟା ଦେ, ମୁଁ ତୋତେ 10 ଲକ୍ଷ ଟଙ୍କା ଦେବି। ନା ନା ଆଖିଟା କେମିତି ଦେବି? ନା ତୋ ହାତଟା ଦେ, ତୋତେ ମୁଁ 5 ଲକ୍ଷ ଟଙ୍କା ଦେବି। ନା ମୋ ହାତଟାକୁ ମୁଁ କେମିତି ଦେବି? ତୋ ଗୋଡ଼ଟାକୁ ଦେ, ତୋତେ ମୁଁ 8 ଲକ୍ଷ ଟଙ୍କା ଦେବି। ମୋ ଗୋଡ଼ଟା କେମିତି ଦେବି? ଆଉ ତୋର ନାକଟାକୁ ଦେ, ମୁଁ 2 ଲକ୍ଷ ଟଙ୍କା ଦେବି। ହିସାବ କର କେତେ ହେଲା? ଏତିକି ଲକ୍ଷ ଟଙ୍କା ତୋ ପାଖରେ ମସଲା ଅଛି, ତୁ ନିଜକୁ କହୁଛୁ ମୁଁ ବେକାରୀ। ଆରେ ଏଇ ଯେଉଁ ଇନ୍ଦ୍ରିୟ ଗୁଡ଼ାକ ଅଛି, ଏସବୁ ପରମାତ୍ମାର ଦୟା। ତାକୁ ଯଦି ବ୍ୟବହାର କରି ଠିକ୍ ଢଙ୍ଗରେ ବ୍ୟବହାର କରିଦେଲେ ତମେ ତ ଆନନ୍ଦିତ ହେବ, ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟ ଆନନ୍ଦିତ କରିଦେବ। ତେଣୁ ଯାହା ମୁହଁରେ ହସ ଥାଏ, ସେ ଅନ୍ୟର ମୁହଁରେ ହସ ତିଆରି କରିପାରିବ। ଯାହା ମୁହଁରେ ହସ ଟିକକ ନାହିଁ, ସେ ଅନ୍ୟ ମୁହଁରେ ହସ ତିଆରି କରିପାରିବ। ଯାହା ମନ ଭିତରେ ନାନା ଯେ ଦୁର୍ଗୁଣ, ନାନା ପ୍ରକାର କୁବାସନା ସବୁ ରହିଛି, ସେ ଅନ୍ୟକୁ ଦେଖିଲେ ସେଇ ପ୍ରକାର ବାସନା ତିଆରି କରିବ। ତେଣୁ ତମ କଥାବାର୍ତ୍ତା, ଚାଲିଚଳନ ସବୁବେଳେ ଏଇଭଳି ଅବସ୍ଥାରେ ନଷ୍ଟ ହେଇଯାଉଛି।
एते एते एनर्जी एते एते शक्ति तुम भितर अच्छे हाथ गोड़ कहल नहीं कि से कहला तो पाखे एते एते जिनस अच्छे तू पुणी कहूँ कि ना केमती कि ना तो निज आखि को तो परीक्षा कर देखिलुनि तो कान को तो परीक्षा कर देखिलुनि तो दांत को तो परीक्षा कर देखिलुनि केमती खाई जाऊँ फल गुड़ाक कामड़ी केमती खाई जाऊँ देख तो भर शक्तिटा केमती अच्छे केमती काम कर प्रत्येक अवस्था परमात्मा आनिक जोड़ी दियो ये चेतनाटा को जोड़ी दियो देख दांत खाऊँ आम ताकू कि प्रकार वंदना कर रस पीला बेलू कौन ताकू कहीकि हाँ वैश्वानर मुझे वैश्वानर है सबू रस को भोग कर से रस को भोग कर खाद्य को खाऊँ सब प्रकार जिनसा ग्रहण कर भितर अच्छे तू तोरटा बोली भावना मुझे बढ़िया खाइली बोली कहना मो काना जिन तू कि शुणु जी करवा कथा से तार कर तू मोर कान मोर नाक ये सब अहंकार कर सब करना एवं निजक जान ते केते गरियान करके परमात्मा दे पठे संसार तो निजक जान केते मूल्यवान निजक केवे एते अवहेलित करना अन्य मान का आख्या कर छोट कर दे केतोल छोट हो जाउछ जेतोले निजक भूली जाउछ धरि परछ ना नहीं कथा जेतोले मो निज स्वरूप को भूली जाउछ सेतोले मो दुर्बल हो जाउछ जो बुझीपार मु हूँ वस्तु नुहे हूँ भाव अनुभव मो पाखे से जोटा हूँ ये अनुभवटा देखी पारे कहींपारे किंतु अच्छी मो भर पूर्ण मात्रा परिपूर्ण अवस्था एति बुझापी पड़ो सत्संग सार जिनस गुड़ाक एति आउ जी सत्संग नाम जहाँ जहाँ वर्णना कराई फालतू कथा से जो गप कहुच्छी पुराण कहानी सब कह ये पुराण कहानी पछाड़ जो सिम्बलिकाली जो सांकेतिक उपाय जो कथाटी अच्छी आम धरी पाना श्रीकृष्ण का पार्टी भर विश्व ब्रह्मांडटा देखागला या मातिगले आम किंतु जो चैतन्य थी भितर ही सब प्रकाश पाऊँ आम धरी पारे जापारे चेष्टा कराई कहीं मो मस्तिष्क एति बाट पर्यटन अग्रसर हो पारे बोली आम भर बुद्धिर मांद्यता थी जो आम या धरी पार्न मांदा बुद्धि आपको कहुए बुद्धिर जो मान योग्यता अच्छी तादर रस से टाणिक बाहर करने सारांशटा सी बाहर करने किए नौ क्या शक्ति बल तुम ये सारांश शोषिल से जहाँ अच्छी तुम निजर शक्ति मो शक्तिटा को अवमानना करना ये नारी पुरुष बड़ सान उपाधि ये से द्वारा विव्रत करनी नष्ट करनी एक सौंदर्यमय अवस्था को नहीं जाओ एक मोरी प्रकाश देख के सुंदर तापर सृष्टि रे तुम बंचार मधुरता पाइब केमती बचा आम सब भावुँ आपण एकुटिया अच्छा पिला मैंने सब घर द्वार छाड़देले तले प्रेस पिला ना सारा घरटा आप एकुटिया अच्छा कहले कौन एकुटिया मत तो कहीं जना पड़े ना आपको जना पड़नी कि जो समय मैंने भी केमी के जानी बुद्धि सब छाड़ी सब पड़े जाऊँ कौन बुद्धि असुविधा कौन मु पचार प्रश्न कि लोक को चिंता जे आप एकुटिया रोच कौन खाइबे कौन ना ये खाଇବା ପିଇବାରେ ମୁଁ ଅଛି ତୁମେ କାହିଁକି ଖାଇବା ପିଇବା ପାଖରେ ମୋତେ ନେଇକି ଅଟକେଇକି ରଖୁଛୁ ଆଉ କିଛି ତା ଭିତରେ ଦେଖ ଆଉ କିଛି ଅନୁଭବ କର ଇଏ ହେଉଛି ଆମ ସାଂସାରିକ କଥା ଆମର ବିଚାର ସବୁ ସେମିତି ସେଥିପାଇଁ ଆମେ ଆଉ କାହାକୁ ନିନ୍ଦିତ କରିଦେବା ଆଉ ଗୋଟେ ନିନ୍ଦା ପାଇବାର ଯୋଗ୍ୟ କେହି ଏ ବିଚାର ଠିକ୍ ନା ଯାହା ହେଇଛି ଯାହାଦ୍ୱାରା ହେଉଛି ଯେମିତି ହେଉଛି ମୁଁ ମୋ ଜାଗାରେ ଠିକ୍ ଅଛି ନା ନାହିଁ ମୋ ଉପରେ କିଏ ଆକ୍ରମଣ କରିବ ଯଦି କିଏ ଆକ୍ରମଣ କରେ ସେ ମୋ ଠାରୁ ତ ଭିନ୍ନ ନୁହେଁ ନା ଅଲଗା କି यही भाव यदि मो मन को आसीगला ताले मो सत्संगी ना सत्संगी नाम आम हूँ गोटे गोटे राक्षस सत्संगर कथा ये कहूँ विचार आलोचना करके अलग अलग बाटर आम जीवन टाक चलू ये ठीक जिनस तेणु मोटामोटी भाव में जी कथा कह दिगला निजर परिचय को ठीक भाव न जाणिकी आम संसार परिचितटा महापाप जो परिचय आम दौचु से परिचय द्वारा तुम ही तुम बासनाटा को प्रकाश कर अमुके समुके निजर स्वरूपटा को प्रकाश कर अमृत सृष्टि कर अमृत रही कौटी मोरी भर बाहर बेलू कौटी प्रकाश पाऊँ गरल हो बाहर कितु ताकू गरल न करके अमृत करने पड़ो मोर व्यवहार चालचलन
विचार चिंतन बुद्धि शैली सबूर जमी मधुरता प्रकाश पाइब अमृतमयता प्रकाश पाइब जदि मोर लक्ष्य अमृत पाखे अच्छे तेणु मृत्युर माँ अमृतम गमय प्रार्थना कले ऋषि मृत्युर माँ मृत्यु माने देहटा मृत्युवरण कर नहीं मृत्युर माँ अमृतम गमय प्रार्थना करुचे मत मृत्यु अमृत आड़ नहीं पुणी आम शास्त्र आमको सचेतन शुणु सर्वे अमृत से पुत्र तमें अमृत संतान शुण आम जमी चर्चा कर कौट नहीं पहुँचलु अमृत पाखे पहुँचुचे ना तुम अमृत संतान जदि तुम अमृत संतान सारा संसार अमृत संतान ना नहीं से कौन विषर संतान आमर केमती अन्य प्रति भिन्न दृष्टि आमती तुम दृष्टि दोष अच्छे सफा कर किए ना गुरु भाया कई गोटे मैग्नेट जो तुमको मिलगला ये आखिटा को सफा कर दी तुमको देखईदेव तुम असली आखि किए जहाँफल जागृत कर दे पार ये गुरु वरण कर गुरु भल के जानी था मु तोर किसी कर तू ही तो जगह तोते पहुँचे देवी तू किए तू जान मु तो किसी करदेवी आरे गुरु दयार मोर संतान टे है गुरु दयार मो घर द्वार सब करदेली जगन्नाथ दयार कृपार एटा कई किसी करना तू करुचु कि मत स्मरण रखिक कर गुरु कहूँ तो भितर ये विवेकटा उदय करने सामर्थ्य किए दब ये गुरु वरण कर गुरु वरण कर गोटे पताका धरिकी पचर चलिए ना गुरु वरण करा जाए मो भीतर महिला गुड़ाक तुम एमती उल्ट पाल्ट कर मो भीतर दुर्बुद्धि गुड़ाक तुम एमती उल्ट पाल्ट घाटी घुंटी दि शेष में भर जमी अमृत संधान पाई जाए जो महिला गुड़ाक अच्छे पदा पिटिक बाहर कर तेणु पदा को सीटा चलीगला मत जो उच्छ्वास लगे सी उच्छ्वास ही मो निज परिचय पाइबी एवं माँ झीरे बोली गीत गाइब से बाउल भाई मु गीत गाई पारि समस्त भितर से गीत गाइबार क्षमता अच्छे मधुरतार क्षमता समस्त भितर अच्छे तुम भावनी जे निज कस्मिन काल दुर्बल असहाय ये प्रकार जिनस के भावन जदि भाव क्या निंदा कल परमात्मा को निंदा कल ना नहीं असहाय ताल किए तुम शेष आनिक परमात्मा पाखे निजक पहुँचल पुणी निंदा क्या कर निजक निजे निंदा कर ना नहीं या महापाप कौन हो तेणु आम एमती बाटर जा परिचयहीन होगी आम बचा ना मोर असली परिचय मो भर था जी न शुणी मो परिचय न शुणु सी आम बुझा जे तो आज बुझेनु का बुझे तो न बुझे ना कि बुद्धर हसटी मत दरकार मत नानकर से विचार टिकक दरकार मत शंकराचार्य से बुद्धि टिकक दरकार मत वाल्मीकि से रूपटी दरकार जी कि मनुष्य स्वरूपटा को बुझे राम बड़ा देव मर्यादा पुरुषोत्तम मर्यादा जी मत से रूपटे मत दरकार ये सब गुड़ाक सत्य सद्गुण गुड़ाक मो भर यदि प्रकाशमान है मत चिंता करार अच्छी चा न बिकले मोर संसार चलनी अच्छी सुबास चा बिकुता किसी चिंता ना जी बिकुची जी थी जुगटा अच्छे सी तो मस्ती अच्छे मु कहीं मस्ती रही मस्ती रुह रांधुच कह ये हाथ को यदि से क्षमता न दिंता कि चटु बुलाती जदि मोर विचार को से न दिंता ये सुंदरता आसता कौन खाद्य ये सब गुड़ाक सरला मुझे अन्य मानी परोसवाई जाऊँगी सी जी मुझे तेणु ये खाद्य मत यदि भल लगे कि भल लगे सबुठी निज आड़क नहीं जे मु सबुठी आगे अच्छे एवं मुझे मत पाईगली संसार क्या छाड़िले समस्त पाईगली ये विद्या ये समस्त को पाइबार विद्या समस्त को आपणईबार विद्या ये हूँ आत्मविद्या ब्रह्म विद्या या ही भगवत गीतार भगवान श्रीकृष्ण कहते जहाँ तुम पढ़ ना कहीं समस्त शेष बिंदु में पहुँचवार कथा हो तो निजक जान जाग्रत सावधान उत्तिष्ठत जाग्रत प्राप्य प्राण निबोधत जहाँ हूँ सबुठ श्रेष्ठ जिनस प्राप्त कर यही कथाटी कहवाई एत शास्त्र एत पुराण पहुँचे दूसरी कौटी मो निज पाखे ये जे सद्गुरु हो से अवस्था तक पहुँचे बुझीपार आम आम जगह के दूर पहुँचले कि ना तुम उपर निर्भर कर मत जी क्षमता दिगला मुझे कह या मोर अधिक क्षमता ना अधिक कहीपर या अधिक कहवा भाई मोर योग्यता ना अधिक कहीपर कितु से योग्यता बड़े
ମୁଁ ଦେଖୁଛି ସର୍ବଭୂତରେ ମୁଁ ହିଁ ବିଦ୍ୟମାନ ଅଛି, ସବୁ ଭିତରେ ମୁଁ ହିଁ ମୋତେ ପାଉଛି। ଏଇଟା ଯଦି ଆମେ ପହଞ୍ଚିଗଲେ ଆମର ସତ୍ସଙ୍ଗ କରିବାର କିଛି ମାଧୁର୍ଯ୍ୟ ରହିବ, ତାର ମୂଲ୍ୟ କିଛି ରହିବ, ନହେଲେ ସେ ସତ୍ସଙ୍ଗର କୌଣସି ମୂଲ୍ୟ ନାହିଁ। ଶାନ୍ତି ପାଠ କରିବା। ଓମ୍ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। सर्वे भवन्तु सुखिनः, सर्वे सन्तु निरामयाः, सर्वे भद्राणि पश्यन्तु, मा कश्चित् दुःखभाग् भवेत्।